ଆମେ ପୁରା ଶାନ୍ତ ଅଛନ୍ତି, ପୁରା ସ୍ଥିର ଅଛନ୍ତି। ଥ୍ୟାଙ୍କ ୟୁ ୟୁନିଭର୍ସ, ଥ୍ୟାଙ୍କ ୟୁ ୟୁନିଭର୍ସ, ଥ୍ୟାଙ୍କ ୟୁ ୟୁନିଭର୍ସ। ପୁରା ଧ୍ୟାନ ମୁଦ୍ରାରେ ଆମେ ବସି ଯାଉଛନ୍ତି। ଅଣ୍ଟା, ପିଠି, ବେକ ସମ୍ପୂର୍ଣ୍ଣ ଭାବରେ ସିଧା ରଖୁଛନ୍ତି। ଧ୍ୟାନ ମୁଦ୍ରା, ଧ୍ୟାନ ମୁଦ୍ରାରେ ଯୋଉଭଳି ଭାବରେ ଆମେ ଧ୍ୟାନ କରନ୍ତି, ଆପଣଙ୍କର ଥମ୍ବ ଆଉ ଇଣ୍ଡେକ୍ସ ଦୁଇଟି ଯାକ ମିଶେଇକି ପୁରା ଶାନ୍ତ ଭାବରେ ବସି ଯାଆନ୍ତୁ। ଅଣ୍ଟା, ପିଠି, ବେକ ସମ୍ପୂର୍ଣ୍ଣ ଭାବରେ ସିଧା ରହୁଛନ୍ତି। ଆଖି ସମ୍ପୂର୍ଣ୍ଣ ଭାବରେ ବନ୍ଦ। ଏଇ ଆତ୍ମା ରୂପୀ ବିରାଜମାନ ପରମ ଶକ୍ତିଙ୍କୁ ମୁଁ କୋଟି କୋଟି ପ୍ରଣାମ କରୁଛି, କୋଟି କୋଟି ନମନ କରୁଛି। ସମ୍ପୂର୍ଣ୍ଣ ଶାନ୍ତ ଭାବରେ ଧ୍ୟାନ ମୁଦ୍ରାରେ ବସିଯାଅ। ସେଇ ପରମ ପାବନ ଶକ୍ତିଙ୍କୁ କୋଟି କୋଟି ପ୍ରଣାମ। এই ସୁନ୍ଦର ଯାତ୍ରାରେ କୋଟି କୋଟି ପ୍ରଣାମ ଆମର ଜନ୍ମଦାତା, ଆମର ଜନ୍ମଦାତ୍ରୀ। କୋଟି କୋଟି ପ୍ରଣାମ ଆମର ଗୁରୁଙ୍କୁ, ଆମର ଗୁରୁଜନ ମାନଙ୍କୁ, ଆମର ବନ୍ଧୁ, ଆମର ହିତାକାଂକ୍ଷୀ, ଆମର ହିତୈଷୀ, ଯୋଉମାନେ ସୁନ୍ଦର ସମୟରେ ଆମକୁ ଦିବ୍ୟ ଦର୍ଶନ ଦଉଛନ୍ତି। ଆମେ ସମସ୍ତଙ୍କୁ କୋଟି କୋଟି ପ୍ରଣାମ କରୁଛନ୍ତି, ସମସ୍ତଙ୍କର ଆଶୀର୍ବାଦ ନଉଛନ୍ତି। ଏ ସୁନ୍ଦର ସମୟରେ ଯେତେ ବି ମହାନ ମନୀଷୀଗଣ ରହିଛନ୍ତି, ଆମେ ସମସ୍ତଙ୍କୁ କୋଟି କୋଟି ନମନ କରୁଛନ୍ତି। ଏ 10 ଦିଗପାଳଙ୍କୁ ଆମେ କୋଟି କୋଟି ନମନ କରୁଛନ୍ତି। ସୁନ୍ଦର ଭାବରେ, ଅତି ସୁନ୍ଦର ଭାବରେ ଆମେ ଆହ୍ୱାନ କରୁଛନ୍ତି, ଆମେ ଆବାହନ କରୁଛନ୍ତି, ଆମେ ସ୍ମରଣ କରୁଛନ୍ତି, ଆମେ ନିମନ୍ତ୍ରଣ କରୁଛନ୍ତି এই ପାଞ୍ଚଟି ତତ୍ତ୍ୱକୁ, ପାଞ୍ଚଟି ଶକ୍ତିକୁ। ପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ ସମସ୍ତଙ୍କୁ ଆମେ କୋଟି କୋଟି ପ୍ରଣାମ କରୁଛନ୍ତି, ସମସ୍ତଙ୍କୁ କୋଟି କୋଟି ପ୍ରଣାମ କରୁଛନ୍ତି। ପୁରା ଶାନ୍ତ ଭାବ। ପୁଣି ଏକ ଦୀର୍ଘ ଶ୍ୱାସକୁ ଆମେ ଧୀରେ ଧୀରେ ଗ୍ରହଣ କରୁଛନ୍ତି। ଆମର ଶ୍ୱାସକୁ ଆମେ ନାଭିମଣ୍ଡଳରେ ହୋଲ୍ଡ କରୁଛନ୍ତି। ଅତି ସୁନ୍ଦର ଭାବରେ ଆମେ ଶ୍ୱାସକୁ ଛାଡୁଛନ୍ତି। ପୁରା ଶାନ୍ତ ଅଛନ୍ତି, ପୁରା ସ୍ଥିର ଅଛନ୍ତି। ଆମେ ପୂର୍ବ ଅପେକ୍ଷା ଆହୁରି ଶାନ୍ତ, ଆହୁରି ରିଲାକ୍ସ ଫିଲ୍ କରୁଛନ୍ତି। ସେଇ ପଞ୍ଚତତ୍ତ୍ୱଙ୍କୁ, ପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ ସମସ୍ତଙ୍କୁ କୋଟି କୋଟି ପ୍ରଣାମ ସହିତ, ଏ ସମସ୍ତଙ୍କର ଆଶୀର୍ବାଦ ସହିତ ଏ ସୁନ୍ଦର ଯାତ୍ରାକୁ ଆମେ ଆରମ୍ଭ କରୁଛନ୍ତି। ସେ ପରମ ପାବନ ଶକ୍ତିଙ୍କୁ କୋଟି କୋଟି ପ୍ରଣାମ। ସେଇ ଶକ୍ତିର ସାହାରା ଆଜି ଆମେ ନେବାକୁ ଯାଉଛନ୍ତି। ସେଇ ଶକ୍ତି କି, ସେଇ ଶକ୍ତି କଣ, ସେ ଶକ୍ତି କଣ ଯାହାକୁ ଆମ ଜୀବନରେ ଆମେ ଉପଯୋଗ କରି ଆମ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ସଫଳ ବନେଇ ପାରୁଛନ୍ତି। ଆମର ଧ୍ୟାନ କେବଳ ନିଜ ଉପରେ ରହୁଛି, ଆମର ଶ୍ୱାସ ପ୍ରକ୍ରିୟା ଉପରେ ରହୁଛି। ପୁରା ସାଇଲେଣ୍ଟ ଆମେ ଅଛୁ। এই ସୁନ୍ଦର ପ୍ରକ୍ରିୟାରେ ଏକ କସ୍ମିକ ଏନର୍ଜିକୁ ଆମେ ଅନୁଭବ କରୁଛନ୍ତି। ଆଜିର ଏ ସମ୍ପୂର୍ଣ୍ଣ ଯାତ୍ରାରେ ମନକୁ ନିଜ ଉପରେ କେନ୍ଦ୍ରିତ କରୁଛନ୍ତି। ଆମେ ସମ୍ପୂର୍ଣ୍ଣ ଶାନ୍ତ ରହିଛନ୍ତି। ଆମେ ସୁଖାସନ, ପଦ୍ମାସନ, ଚକ୍ରାସନ ଯୋଉ ବି ଆସନରେ ବସୁଛନ୍ତି, ବସନ୍ତୁ ପୁରା ଶାନ୍ତ ଭାବରେ ବସୁଛନ୍ତି। ଆମର ଅଣ୍ଟା, ପିଠି, ବେକ ସମ୍ପୂର୍ଣ୍ଣ ଭାବରେ ସ୍ଥିର ରହୁଛନ୍ତି। এই ବନ୍ଦ ଆଖିରେ ଆମେ ପୁରା ବ୍ରହ୍ମାଣ୍ଡକୁ ଦର୍ଶନ କରୁଛନ୍ତି। এই ବନ୍ଦ ଆଖିରେ ଆମେ ପୁରା ବ୍ରହ୍ମାଣ୍ଡକୁ ଦର୍ଶନ କରୁଛନ୍ତି। এই ବନ୍ଦ ଆଖିରେ
ଅତି ସୁନ୍ଦର ଭାବରେ ଆମେ ଭାରତ ମାତାକୁ ଦର୍ଶନ କରୁଛନ୍ତି। ଦର୍ଶନ କରୁଛନ୍ତି ଉତ୍କଳ ମାତାକୁ, ଦର୍ଶନ କରୁଛନ୍ତି ଆମ ଅଞ୍ଚଳ ବା ଆମର ଗାଁ ଭୂମିକୁ ଆମେ ଦର୍ଶନ କରୁଛନ୍ତି। ଅତି ସୁନ୍ଦର ଭାବରେ ଦର୍ଶନ କରୁଛନ୍ତି ଆମର ବାସକୁ, ଆମର ନିବାସକୁ ଆମେ ଦର୍ଶନ କରୁଛନ୍ତି। ଦର୍ଶନ କରୁଛନ୍ତି ନିଜର ଶାନ୍ତ ସ୍ୱରୂପକୁ ଦର୍ଶନ କରୁଛନ୍ତି। ସମସ୍ତଙ୍କର ଧ୍ୟାନ, ସମସ୍ତେ ଭିଜୁଆଲାଇଜ କରନ୍ତୁ, ମୁଁ ଆପଣଙ୍କ ସାମ୍ନାରେ ରହିଛି। ସମସ୍ତଙ୍କର ଧ୍ୟାନ ମୋର ଆଜ୍ଞା ଚକ୍ର ଉପରେ ରହୁଛି। ମୋର ଆଜ୍ଞା ଚକ୍ର ଉପରେ ସମସ୍ତଙ୍କର ଧ୍ୟାନ ରହୁଛି। ଆମେ ଆମର ଦିବ୍ୟ ଶକ୍ତି ଆମର ଆଖିକୁ ଅନୁମତି ପ୍ରଦାନ କରୁଛନ୍ତି। এই ସୁନ୍ଦର ପ୍ରକ୍ରିୟା ସମସ୍ତ ସମୟ ଗୁଡ଼ିକୁ ଆଖି ବନ୍ଦ ରଖିବା ପାଇଁ ଆମେ ଅନୁମତି ପ୍ରଦାନ କରୁଛନ୍ତି। ଏ ଦିମାଗର ଦ୍ୱାର ପ୍ରଦେଶ ଆଖିକୁ ଆମେ ଅନୁମତି ପ୍ରଦାନ କରୁଛନ୍ତି ଏ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ବନ୍ଦ ରହିବା ପାଇଁ। ଏକ ବିଶ୍ରାମ ସ୍ଥିତିରେ ଆମେ ପହଞ୍ଚି ଯାଇଛନ୍ତି। ପୁରା ଆଖିକୁ ଆମେ ବନ୍ଦ ରଖିଛନ୍ତି। ବନ୍ଦ ଆଖିରେ ଆମ ନିଜର ଶରୀରକୁ ଆମେ ଦର୍ଶନ କରୁଛନ୍ତି। ପୁରା ଧ୍ୟାନକୁ କେନ୍ଦ୍ରିତ କରୁଛନ୍ତି ଆମ ଶରୀର ଉପରେ। ଆମେ ଆମର ଧ୍ୟାନକୁ ଆମ ଶରୀର ଉପରେ ରଖିଛନ୍ତି। ଆମ ଶରୀରକୁ ଆମେ ଦର୍ଶନ କରୁଛନ୍ତି। ମନର ସବୁ କ୍ରିୟାକୁ ଆମେ ବନ୍ଦ କରୁଛନ୍ତି। ମନର ସବୁ କ୍ରିୟାକୁ ଆମେ ବନ୍ଦ କରି ଦଉଛନ୍ତି। ବିଲକୁଲ ଷ୍ଟପ୍। ପୁରା ଶରୀରକୁ ଆମେ ଢିଲା ଛାଡି ଦଉଛନ୍ତି। ସମ୍ପୂର୍ଣ୍ଣ ଶରୀରକୁ ଆମେ ଢିଲା ଛାଡି ଦେଇଛନ୍ତି। କୌଣସି ବି ଚିନ୍ତା ନାହିଁ। ଆମର ପାଦ ଠାରୁ ମଥା ପର୍ଯ୍ୟନ୍ତ ପ୍ରତ୍ୟେକଟି ବଡି ପାର୍ଟସକୁ ଆମେ ଢିଲା ଛାଡି ଦେଇଛନ୍ତି। ପୁରା ଶାନ୍ତ ରହିଛନ୍ତି। ପୁରା ମୁକ୍ତି କରିଛନ୍ତି। ଆଖି ସମ୍ପୂର୍ଣ୍ଣ ଭାବରେ ବନ୍ଦ। ଏକ ଗଭୀର ଶ୍ୱାସକୁ ଆମେ ପୁରା ସ୍ଲୋଲି ଗ୍ରହଣ କରୁଛନ୍ତି। ପୁରା ସ୍ଲୋଲି, ବହୁତ ସୁନ୍ଦର ଭାବରେ ଆମେ ସ୍ଲୋଲି ଗ୍ରହଣ କରୁଛନ୍ତି। ଆମେ ନାଭି ମଣ୍ଡଳରେ କିଛି ସମୟ ହୋଲ୍ଡ କରୁଛନ୍ତି। ପୁଣି ଧୀରେ ଧୀରେ ଛାଡୁଛନ୍ତି। ଅତି ସୁନ୍ଦର ଭାବରେ ଆମର ଶ୍ୱାସ, ଆମର ହୃଦୟର ସ୍ପନ୍ଦନକୁ ଆମେ ଅନୁଭବ କରୁଛନ୍ତି। ଅତି ସୁନ୍ଦର ଭାବରେ ନିଜ ସହିତ ମିଶି ଯାଆନ୍ତୁ। ନିଜ ଶରୀର ସହିତ ଏକତ୍ରିତ ହେଇଯାଆନ୍ତୁ। ପ୍ରତିଟି ହୃଦୟର ସ୍ପନ୍ଦନକୁ ଆମେ ଜାଣିବା ପାଇଁ ପ୍ରୟାସ କରୁଛନ୍ତି। ପ୍ରତିଟି ହୃଦୟର ସ୍ପନ୍ଦନକୁ ଆମେ ଅନୁଭବ କରୁଛନ୍ତି। ପୁରା ଆସ୍ତେ ଆସ୍ତେ, ପୁରା ସ୍ଲୋଲି ହୃଦୟର ସ୍ପନ୍ଦନକୁ ବୁଝନ୍ତୁ। ଏବେ ଆମେ ଅନୁଭବ କରୁଛନ୍ତି ଆମର ସେ ସୁନ୍ଦର ଶ୍ୱାସ ଶରୀର ଭିତରକୁ ଯାଉଛନ୍ତି। ଆମେ ଆଗରୁ ଅନୁଭବ କରୁଥିଲେ, ଏବେ ଶ୍ୱାସକୁ ଦର୍ଶନ କରନ୍ତୁ। ଶ୍ୱାସ କୋଉଭଳି ଭାବରେ ଆମ ଶରୀରକୁ ଯାଉଛନ୍ତି, କୋଉଭଳି ଭାବରେ ଶରୀରରୁ ବାହାରକୁ ଆସୁଛନ୍ତି। ଆମେ ସେ ଶ୍ୱାସକୁ ସମ୍ପୂର୍ଣ୍ଣ ଭାବରେ ଦର୍ଶନ କରୁଛନ୍ତି। ଶ୍ୱାସ ଉପରେ ଧ୍ୟାନକୁ କେନ୍ଦ୍ରିତ କରୁଛନ୍ତି। ଆମର ଧ୍ୟାନ କେବଳ ଆମର ଶ୍ୱାସ ଉପରେ ନିହିତ ରହିଛନ୍ତି। ପୁରା ଖୁସିରେ ଆମେ ଏଇ ଯୋଉ ପ୍ରାଣଦାୟିନୀ ଶକ୍ତି, ତାକୁ ଖୁବ ଖୁସିରେ ଆମେ ଶରୀର ଭିତରକୁ ଗ୍ରହଣ କରୁଛନ୍ତି। ଶ୍ୱାସର ସ୍ଥିତିକୁ ଦେଖୁଛନ୍ତି। ଆମେ ସମ୍ପୂର୍ଣ୍ଣ ନିର୍ବିକାର। ଆମେ ସମ୍ପୂର୍ଣ୍ଣ ନିର୍ବିକାର, ସମ୍ପୂର୍ଣ୍ଣ ନିର୍ବିଚାର, ସମ୍ପୂର୍ଣ୍ଣ ନିରାକାର। ପୁରା ଶାନ୍ତ ଅବସ୍ଥାକୁ ଆମେ ଅନୁଭବ କରୁଛନ୍ତି। ପୁରା ଶାନ୍ତ ଅବସ୍ଥାକୁ ଆମେ ଅନୁଭବ କରୁଛନ୍ତି। ଚାରି ତରଫରେ ଆମର ଯୋଉ ବି କନେକ୍ସନ ରହିଛି,
ଆମର ଘର, ଆମର ପରିବାର, ବିଜନେସ୍, ଆମର ପ୍ରଫେସନ ସବୁକୁ ଆମେ ଗୋଟିଏ ପରେ ଗୋଟିଏ କଟ୍ କରୁଛନ୍ତି। ଅର୍ଥାତ୍ ଆମେ ବର୍ତ୍ତମାନ ସମୟ ପାଇଁ ନିର୍ବିକାର, ବର୍ତ୍ତମାନ ସମୟ ପାଇଁ ଆମେ ନିର୍ବିଚାର, ବର୍ତ୍ତମାନ ସମୟ ପାଇଁ ଆମେ ନିରାକାର, ସମ୍ପୂର୍ଣ୍ଣ ଶାନ୍ତ ରହିଛନ୍ତି। ଆମେ ନିର୍ବିକାର, ସମସ୍ତ ବିକାରକୁ ଗୋଟିଏ ପରେ ଗୋଟିଏ ବିକାରକୁ ଆମେ କଟ୍ କରୁଛନ୍ତି। ଆମେ ନିର୍ବିଚାର, ବିଚାର ଶୂନ୍ୟ ହଉଛନ୍ତି। ଯେତେ ବି ବିଚାର ଆମ ପାଖକୁ ଆସୁଛନ୍ତି, ସମସ୍ତ ବିଚାରକୁ ଆମେ ଗୋଟିଏ ପରେ ଗୋଟିଏ ବିଚାରକୁ କଟ୍ କରୁଛନ୍ତି। ଆମେ ନିରାକାର, ବର୍ତ୍ତମାନ ସମୟରେ ଆମେ ନିରାକାର। ଯାହା ବି ଆକାର ଆମ ପାଖକୁ ଆସୁଛନ୍ତି, ଆମେ ସମସ୍ତ ଆକାରକୁ କଟ୍ କରୁଛନ୍ତି। ଆମର ଶ୍ୱାସ ଦ୍ୱାରା ଏଇ ପ୍ରାଣଦାୟିନୀ ଶକ୍ତିକୁ ଖୁବ ସୁନ୍ଦର ଭାବରେ ଆମେ ଗ୍ରହଣ କରୁଛନ୍ତି। ଆମ ଶରୀରରେ ଏକ କରେଣ୍ଟକୁ ଆମେ ଅନୁଭବ କରୁଛନ୍ତି। ପୁରା ଶରୀରରେ ଏକ କରେଣ୍ଟ ଦିଅନ୍ତୁ। ଆମେ ପାୱାର ହାଉସ, ପୁରା ଶରୀରରେ ଏକ କରେଣ୍ଟ ଦଉଛନ୍ତି। ଆମେ ଶ୍ୱାସ ଦ୍ୱାରା ପୁରା ବଡିରେ ଆମେ ଓମକାର ଧ୍ୱନିରେ ଶରୀରକୁ କରେଣ୍ଟ ଦଉଛନ୍ତି। ସୁନ୍ଦର ଭାବରେ ସମସ୍ତ ପ୍ରକ୍ରିୟା ମନେ ମନେ ଚାଲିବ। କୌଣସି ଉଚ୍ଚାରଣ ନାହିଁ, ଆଖି ଖୋଲିବାର ନାହିଁ, କେବଳ ମନେ ମନେ ଚାଲିବ। ମୋ ସହିତ ଆପଣ ଧ୍ୟାନ ରଖନ୍ତୁ। ଓମ୍ ର ଧ୍ୟାନ ସହିତ ଆମ ଶରୀରରେ ଏକ କରେଣ୍ଟକୁ ଆମେ ଦଉଛନ୍ତି। ଓ ପୁରା ଶରୀରରେ ଆମେ କରେଣ୍ଟ ରଖିଛନ୍ତି। ପୁଣି ଏକ ଗଭୀର ଲମ୍ବା ଶ୍ୱାସକୁ ଆମେ ଗ୍ରହଣ କରୁଛନ୍ତି। ନାଭିମଣ୍ଡଳରେ କିଛି ସମୟ ହୋଲ୍ଡ କରୁଛନ୍ତି। ପୁଣି ଧୀରେ ଧୀରେ ଛାଡୁଛନ୍ତି। ରିଲାକ୍ସ, ରିଲାକ୍ସ, ରିଲାକ୍ସ। ଆମ ଶରୀରର ଏଇ କରେଣ୍ଟକୁ ଆମେ ଅନୁଭବ କରୁଛନ୍ତି। ଏଇ କରେଣ୍ଟ ଆମର ପ୍ରାଣଦାୟିନୀ ଶକ୍ତି ସାହାଯ୍ୟରେ ପୁରା 72,000 ନାଡିରେ ଆମେ ଅନୁଭବ କରୁଛନ୍ତି। ଏଇ ଓମ୍ ର ଉଚ୍ଚାରଣ, ଏଇ ଓମ୍ ର ଉଚ୍ଚାରଣ ଆମ ଦିମାଗର କବାଟ ଖୋଲିଦିଏ। ଶରୀରର ସାରା ସିଷ୍ଟମକୁ ଆକ୍ଟିଭ କରିଦିଏ। ସୁନ୍ଦର ଭାବରେ ଆମେ ପୁଣି ଓମକୁ ନଉଛନ୍ତି। ଓମ୍ ସହିତ ଏକତ୍ରିତ ହେଇଯାନ୍ତୁ। ଓମର ପ୍ଲାବନକୁ ଶରୀର ଭିତରେ ଗ୍ରହଣ କରନ୍ତୁ। ସାରା ଶରୀରରେ এই ଶକ୍ତିକୁ ଅନୁଭବ କରନ୍ତୁ। ସମ୍ପୂର୍ଣ୍ଣ ସମସ୍ତ ନାଡିରେ ପ୍ରବାହିତ ହଉଛନ୍ତି। ଓ
ପୁରା ଶାନ୍ତି। ଏ ବ୍ରହ୍ମାଣ୍ଡରୁ ଏକ ଏନର୍ଜେଟିକ ଏନର୍ଜି ଆପଣଙ୍କୁ ପ୍ରାପ୍ତ ହଉଛି। ସମସ୍ତେ ଆମେ ଅନୁଭବ କରୁଛନ୍ତି। ଏଇ ସୃଷ୍ଟିରୁ ଏକ ସୁନ୍ଦର ଏନର୍ଜିକୁ ଆମେ ପ୍ରାପ୍ତ କରୁଛନ୍ତି। ସମସ୍ତ ନାଡି ଆମର ଜାଗ୍ରତ ହୋଇ ଉଠୁଛନ୍ତି। ଏକ ଏକ ନାଡି ଚେତନ ଅବସ୍ଥାକୁ ଜାଗ୍ରତ କରୁଛନ୍ତି, ଚେତନ ଅବସ୍ଥାକୁ ପ୍ରାପ୍ତ କରୁଛନ୍ତି। ପୁଣି ଏକ ଗଭୀର ଶ୍ୱାସକୁ ଆମେ ଗ୍ରହଣ କରୁଛନ୍ତି। ଅତି ସୁନ୍ଦର ଭାବରେ ଗ୍ରହଣ କରୁଛନ୍ତି। ପୁରା ସ୍ଲୋଲି ଗ୍ରହଣ କରୁଛନ୍ତି। ଆମେ ନାଭି ମଣ୍ଡଳରେ ହୋଲ୍ଡ କରୁଛନ୍ତି। ପୁଣି ଧୀରେ ଧୀରେ ଛାଡୁଛନ୍ତି। ସମ୍ପୂର୍ଣ୍ଣ ଶାନ୍ତ ରହିଛନ୍ତି। ଏବେ ଆମେ ପୁଣି ଥରେ ଶ୍ୱାସକୁ ସ୍ଲୋଲି ଗ୍ରହଣ କରିବା। ତ ଯୋଉ ଜାଗାରେ ଆମର ଶରୀରର କ୍ଲେଶ ରହିଛି, ଯୋଉ ଜାଗାରେ ଶରୀରର ସମସ୍ୟା ରହିଛି, ଆମେ ଶ୍ୱାସକୁ ନବା ସେଇ ଜାଗାରେ କେନ୍ଦ୍ରିତ କରିବା, ସେଇ ଜାଗାରେ ହୋଲ୍ଡ କରିବା। ସେ ଆପଣଙ୍କର ହେଡାକ୍ ହେଇପାରେ, ଲିଭରରେ ପ୍ରୋବ୍ଲେମ ହେଇପାରେ, ଆଖିରେ ପ୍ରୋବ୍ଲେମ ହେଇପାରେ, ପାଦରେ ପ୍ରୋବ୍ଲେମ ହେଇପାରେ, କିଡନୀରେ ପ୍ରୋବ୍ଲେମ ହେଇପାରେ, କୌଣସି ଜାଗାରେ ବି ଯାହା ବି ପ୍ରୋବ୍ଲେମ ଅଛି, ଏ ସୁନ୍ଦର ଏନର୍ଜିକୁ, ଏ ପ୍ରାଣଦାୟିନୀ ଶକ୍ତିକୁ, ଏ କସ୍ମିକ ଏନର୍ଜିକୁ ପୁରା ଧ୍ୟାନ ସହିତ ଅତି ସ୍ଲୋଲି ଆମେ ଗ୍ରହଣ କରିବା। ସେଇ ଜାଗାରେ ଆମେ ହୋଲ୍ଡ କରିଦବା। ଶାନ୍ତ ଭାବରେ ଗ୍ରହଣ କରନ୍ତୁ। ଅନୁଭବ କରନ୍ତୁ ଆପଣ ଆପଣଙ୍କର ଶ୍ୱାସକୁ, ଯୋଉ ବି ଜାଗାରେ ଆମର ସ୍ୱାସ୍ଥ୍ୟର ସମସ୍ୟା ରହିଛି ସେଇ ଜାଗାରେ ହୋଲ୍ଡ କରନ୍ତୁ। ମୁଁ ଓମ୍ ସହିତ ପୁରା ପ୍ରେସର ଦିଅନ୍ତୁ ସେଇ ଜାଗାରେ। ମୋର ଓମକାର ଧ୍ୱନି ସହିତ ଆପଣ ପ୍ରେସର ଦିଅନ୍ତୁ। ଯେତିକି ସମୟ ଶ୍ୱାସ ରଖିପାରିବେ, ପୁଣି ଧୀରେ ଧୀରେ ଛାଡିବେ। ମୋର ଓମକାର ଧ୍ୱନି ସହିତ ପୁଣି ଥରେ ସେ ପ୍ରାଣଦାୟିନୀ ଶକ୍ତିକୁ ଗ୍ରହଣ କରିବେ, ସେଇ ଜାଗାରେ ହୋଲ୍ଡ କରିବେ। ଆପଣଙ୍କର କାମ ଆପଣଙ୍କର ପ୍ରାଣଦାୟିନୀ ଶକ୍ତିକୁ ଗ୍ରହଣ କରିବେ। ଯୋଉ ଜାଗାରେ ଆପଣଙ୍କର ଶାରୀରିକ ପ୍ରୋବ୍ଲେମ ରହିଛି ସେ ଜାଗାରେ ହୋଲ୍ଡ କରିବେ। ସୁନ୍ଦର ଭାବରେ ମୁଁ ଯେତେବେଳେ ଛାଡିବା ପାଇଁ କହିବି ବା ଆପଣଙ୍କର ଇଚ୍ଛା ଅନୁସାରେ ଛାଡିବେ, ଅନୁଭବ କରିବେ ଆପଣଙ୍କ ପାଖରେ ଯୋଉ ସମସ୍ୟା ଥିଲା ସେ ସମସ୍ୟା ଶ୍ୱାସର ନିର୍ଗତ ସହିତ ପଳେଇଛି। ଏ ଅନୁଭବକୁ ନବାର ଅଛି। ସୁନ୍ଦର ଭାବରେ ରିସିଭ କରନ୍ତୁ। ଓ ପ୍ରେସର ସହିତ ଛାଡନ୍ତୁ। ପୁରା ପ୍ରେସର ଦେଇକି ଛାଡି ଦିଅନ୍ତୁ। ଅନୁଭବ କରନ୍ତୁ ଏ ସମସ୍ୟା ଆମ ଠାରୁ ବହୁତ ଦୂରକୁ ଚାଲି ଯାଉଛି। ପ୍ରେସର ଦିଅନ୍ତୁ। ଆମେ ଯୋଉଠାରେ ସର୍ବାଧିକ ପୀଡା ଅଛି, ସର୍ବାଧିକ କଷ୍ଟ ଅଛି, ସର୍ବାଧିକ ସମସ୍ୟା ଅଛି, ସେଇ ସ୍ଥାନ ପାଇଁ ଏ ବ୍ରହ୍ମାଣ୍ଡରୁ ଏକ ଶକ୍ତିଶାଳୀ ପ୍ରାଣଦାୟିନୀ ଶକ୍ତିକୁ ପୁଣି ଥରେ ଚୁମ୍ବକ ଭଳି ଟାଣି ନିଅନ୍ତୁ। ସେଇଠାରେ ହୋଲ୍ଡ କରନ୍ତୁ। ଓ ପୁରା ପ୍ରେସର ଦେଇକି ଛାଡନ୍ତୁ। ଶ୍ୱାସରେ ଛାଡି ଦିଅନ୍ତୁ। ପୁରା ହାଲକା ଫିଲ୍ କରନ୍ତୁ। ପୁରା ଶାନ୍ତି, ପୁରା ରିଲାକ୍ସ। ଏହାର ପ୍ରଭାବରେ ଆମ ଶରୀରର ପ୍ରତିଟି ନାଡି ଏବେ ଚେତନ ହୋଇ ଉଠୁଛନ୍ତି। ଫିଲ୍ କରନ୍ତୁ। ଆମର ମନ, ଆମର ଶରୀର ପୁରା ଚଳଚଞ୍ଚଳ ହୋଇ ଉଠୁଛନ୍ତି। ଏ ପ୍ରାଣଦାୟିନୀ ଶକ୍ତିର ପହଞ୍ଚରେ ସମସ୍ତେ ପୁରା ପ୍ରଫୁଲ୍ଲିତ ହୋଇ ଉଠୁଛନ୍ତି। ସମସ୍ତ ନାଡି ଆକ୍ଟିଭ ହଉଛନ୍ତି। ଏଇ ଓଙ୍କାର ଧ୍ୱନିରେ
ଆମର ଆଖପାଖର ବାତାବରଣ ସବୁ କ୍ଲିନ ହଉଛନ୍ତି ଅନୁଭବ କରନ୍ତୁ। ଏଇ ଓମକାର ଧ୍ୱନିରେ ଆମେ ଯୋଉ ଜାଗାରେ ବସିଛନ୍ତି, ଯାହା ବି ବାସ୍ତୁ ଦୋଷ ରହିଛି, ଯାହା ବି ଶାରୀରିକ କ୍ଲେଶ ରହିଛି, ଯାହା ବି ମାନସିକ କ୍ଲେଶ ରହିଛି, ସମସ୍ତ କ୍ଲେଶ କ୍ଲିନ ହଉଛନ୍ତି ଅନୁଭବ କରନ୍ତୁ। ସୁନ୍ଦର ଭାବରେ ଭିଜୁଆଲାଇଜ କରନ୍ତୁ। ଓ ଆମେ ଯୋଉ ବାତାବରଣରେ ବସିଛନ୍ତି, ଯେଉଁ ଜାଗାରେ ବସିଛନ୍ତି, ଏକ ପଜିଟିଭ ଏନର୍ଜି ଫ୍ଲୋ ହଉଛି ଅନୁଭବ କରୁଛନ୍ତି। ଏବେ ଆମେ ଆମର ମାନସିକ ଅବସ୍ଥାରେ, ଆମର ଚେତନକୁ ନେଇକି, ଆମର ମାନସିକ ଅବସ୍ଥାକୁ ନେଇକି ଏଇ ଜାଗାରୁ ଉଠିବା। ସମସ୍ତେ ଶାରୀରିକ ହିସାବରେ ଆମେ ବସିଛନ୍ତି। କୌଣସି ପ୍ରକାର ଝୁଲିବାର ନାହିଁ, ହଲିବାର ନାହିଁ, ପୁରା ଶାନ୍ତ ଭାବରେ ବସିଛନ୍ତି। ଆମର ଚେତନ ଶକ୍ତିକୁ, ଆମର ମନର ଶକ୍ତି ସହିତ ଆମର ଯାତ୍ରା ଆରମ୍ଭ କରିବା। ଆସନ୍ତୁ ମୋ ସହିତ ଆଗକୁ ବଢନ୍ତୁ। ଆମେ ଏକ ସୁନ୍ଦର ଜଙ୍ଗଲ ଭିତରେ ପ୍ରବେଶ କରୁଛନ୍ତି। ଭିଜୁଆଲାଇଜ କରନ୍ତୁ। ଆମେ ଏକ ସୁନ୍ଦର ଜଙ୍ଗଲ ଭିତରେ ପ୍ରବେଶ କରୁଛନ୍ତି। ପୁରା ଖୋଲା ଆକାଶ, ନିର୍ମଳ ଆକାଶ, ଶାନ୍ତ ପରିବେଶ, ପୁରା ମୃଦୁ ମଳୟ ବହୁଛନ୍ତି। ଧୀରେ 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 ପବନ ଆମ ଶରୀରରେ ବାଜୁଛନ୍ତି। ବହୁତ ଖୁସି ଆମେ ଅନୁଭବ କରୁଛନ୍ତି। ଦେଖନ୍ତୁ ଆପଣଙ୍କ ସାମ୍ନାରେ ଏକ ସୁନ୍ଦର କଳ୍ପ ବୃକ୍ଷ, ଯାହା ସମସ୍ତ କଳ୍ପନାକୁ ବାସ୍ତବରେ ପରିଣତ କରେ। ସେଇ କଳ୍ପ ବୃକ୍ଷକୁ ଆମେ ଦର୍ଶନ କରୁଛନ୍ତି। ଅତି ସୁନ୍ଦର କଳ୍ପ ବୃକ୍ଷ। ଦୁଇ ହାତ ଯୋଡି ଆମେ ପ୍ରଣାମ କରୁଛନ୍ତି। ସମସ୍ତ କଥା ମାନସିକ ଭାବରେ ଦୁଇ ହାତ ଯୋଡି ଆମେ ପ୍ରଣାମ କରୁଛନ୍ତି। ଧୀରେ ଧୀରେ ସେ କଳ୍ପ ବୃକ୍ଷ ପାଖକୁ ଯାଉଛନ୍ତି। ତାର ପଜିଟିଭ ଏନର୍ଜିକୁ ଆମେ ଫିଲ୍ କରୁଛନ୍ତି। ହଁ ହଁ ହଁ, ବହୁତ ସୁନ୍ଦର ଅନୁଭବ। ଏଇ କଳ୍ପ ବୃକ୍ଷ ସାମ୍ନାରେ ଆମେ ଅଛନ୍ତି। ଅତି ସୁନ୍ଦର ଭାବରେ ସେ କଳ୍ପ ବୃକ୍ଷ ମୂଳରେ ଆମେ ବସି ଯାଉଛନ୍ତି। ଆଜି ଏକ ସୁନ୍ଦର ସମୟ। ଏଇ ସୁନ୍ଦର ସମୟ ପ୍ରଦାନ କରିଥିବାରୁ ଆମେ ସେଇ ସୁପର ପାୱାର ପାଖରେ କୋଟି 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 କୃତଜ୍ଞତା ଜ୍ଞାପନ କରୁଛନ୍ତି। ଅତି ସୁନ୍ଦର ଭାବରେ ଏଇ ସୁନ୍ଦର ପ୍ରକ୍ରିୟାକୁ ଆମର ଜନ୍ମଦାତା, ଆମର ଜନ୍ମଦାତ୍ରୀଙ୍କୁ ଆମେ ନିମନ୍ତ୍ରଣ କରୁଛନ୍ତି। ଅନୁଭବ କରୁଛନ୍ତି ପ୍ରତିଟି ମୁହୂର୍ତ୍ତରେ, ପ୍ରତିଟି ସମୟରେ ତାଙ୍କର ଆଶୀର୍ବାଦର ହାତ ଆମ ମଥା ଉପରେ ରହୁଛନ୍ତି। ଏଇ ସୁନ୍ଦର ମୁହୂର୍ତ୍ତକୁ ଏଇ ସୁନ୍ଦର ମୁହୂର୍ତ୍ତକୁ ଆମେ ଇନଭାଇଟ କରୁଛନ୍ତି ଆମର ଗୁରୁଙ୍କୁ, ଆମର ଗୁରୁଜନ ମାନଙ୍କୁ। ପ୍ରତି ସମୟରେ ଆମକୁ ମାର୍ଗଦର୍ଶନ ଦଉଛନ୍ତି। ଏଇ ସୁନ୍ଦର ସମୟ ପାଇଁ ସେ ବିଶ୍ୱ ଶକ୍ତିଙ୍କୁ କୋଟି କୋଟି ପ୍ରଣାମ, କୋଟି କୋଟି ପ୍ରଣାମ, କୋଟି କୋଟି ପ୍ରଣାମ। ଅନୁଭବ କରୁଛନ୍ତି ଆମେ କଳ୍ପ ବୃକ୍ଷ ପାଖରେ ବସିଛନ୍ତି। କି ଶାନ୍ତି! ବହୁତ ଅନୁପମ ପ୍ରକ୍ରିୟାକୁ ଆମେ ଅନୁଭବ କରୁଛନ୍ତି। ବହୁତ ଶାନ୍ତି ଓ ସମ୍ପୂର୍ଣ୍ଣ ଭାବରେ ଶାନ୍ତି। ଏ ବୃକ୍ଷ ହେଉଛି ୟୁନିଭର୍ସର ଏନର୍ଜିକୁ ସର୍ବପ୍ରଥମେ ଗ୍ରହଣ କରେ। ଏଇ ବୃକ୍ଷ ଦେବତାଙ୍କର ମାଧ୍ୟମରେ ଆମେ ସମସ୍ତ ଶକ୍ତିକୁ, ସମସ୍ତ ପ୍ରାଣଦାୟିନୀ ଶକ୍ତିକୁ ଆମେ ଗ୍ରହଣ କରୁଛନ୍ତି। ଏଇ ବୃକ୍ଷ ସେ ଶକ୍ତିକୁ ପ୍ରାପ୍ତ କରେ, ପରେ ବୃକ୍ଷ ମାଧ୍ୟମରେ ଆମେ ଏଇ ଶକ୍ତିକୁ ଗ୍ରହଣ କରୁଛନ୍ତି। ଆଜି ଆମର ସମସ୍ତ କଳ୍ପନାକୁ ସାକାର କରିବା ପାଇଁ, ସମସ୍ତ ଇଚ୍ଛାକୁ ରୂପ ଦେବା ପାଇଁ ଏଇ କଳ୍ପ ବୃକ୍ଷ ତଳେ ଆମେ ବସିଛନ୍ତି, ପୁରା ଶାନ୍ତ ରହିଛନ୍ତି। ଏଇ କଳ୍ପ ବୃକ୍ଷ ତଳେ ଆମେ ବସିଛନ୍ତି, ପୁରା ଶାନ୍ତିରେ ବସିଛନ୍ତି। ଭିଜୁଆଲାଇଜ କରନ୍ତୁ। ମୁଁ ଆପଣଙ୍କୁ ଗୋଟିଏ ଫାଷ୍ଟ ଏଡ୍ ବକ୍ସ ଦଉଛି। ଗୋଟିଏ ଫାଷ୍ଟ ଏଡ୍ ବକ୍ସ ଦଉଛି। ମୁଁ ଆପଣଙ୍କୁ ଭିଜୁଆଲାଇଜ କରନ୍ତୁ। ଆପଣଙ୍କ ସାମ୍ନାରେ ଏକ ସୁନ୍ଦର ବୃହତ ଖାଲଟିଏ ରହିଛି। ଗୋଟେ ସାଇଡ ରେ ଆପଣ ଭିଜୁଆଲାଇଜ କରନ୍ତୁ। ଆପଣ ସୁନ୍ଦର ଭାବରେ
ସେ କଳ୍ପ ବୃକ୍ଷ ମୂଳରେ ବସିଛନ୍ତି। ମୁଁ ଆପଣଙ୍କୁ ଗୋଟିଏ ଫାଷ୍ଟ ଏଡ୍ ବକ୍ସ ଦଉଛି। ଆପଣଙ୍କର କୋଉ ବି ସାଇଡରେ ଏକ ଗାତକୁ ଆପଣ ଦର୍ଶନ କରୁଛନ୍ତି। ଏଇ ଗାତ ଏଇ ଗାତରେ ଆମର ଆଜି ସାରା ସ୍ୱାସ୍ଥ୍ୟ ସମସ୍ୟା, ସମସ୍ତ ପ୍ରକାର ରୋଗ, ସମସ୍ତ ପ୍ରକାର ଶୋକ, ସମସ୍ତ ପ୍ରକାର ଭୟ, ବ୍ୟାଧି, ପୀଡା ସବୁ କିଛି ଆମେ ଆଜି ଢାଳି ଦେବାକୁ ଯାଉଛନ୍ତି। ସବୁ କିଛି ଢାଳି ଦେବା ପାଇଁ ମାନସିକ ପ୍ରସ୍ତୁତିକୁ ଆସନ୍ତୁ। এই ୟୁନିଭର୍ସର ଏକ ଲେଜର ଥେରାପି ସାହାଯ୍ୟରେ ଆମେ ସମ୍ପୂର୍ଣ୍ଣ ରୋଗ, କ୍ଲେଶ, ଭୟ, ବ୍ୟାଧି, ପୀଡା ସମସ୍ତ କ୍ଲେଶକୁ ଆଜି ଆମେ ଛାଡି ଦଉଛନ୍ତି। ଯାହା ବି କଚଡା ଆମ ପାଖରେ ରହିଛି, ସମସ୍ତ ଟେନସନକୁ ଆମେ ନିକାଲିକି ଏଇ ଗାତ ଭିତରେ ଢାଳି ଦବା, ଏଇ ମାଟିକୁ ଭରିଦବା। ଏବେ ଏଇ ଫାଷ୍ଟ ଏଡ୍ ବକ୍ସରୁ ଆମେ କଟରଟିଏ ବାହାର କରୁଛନ୍ତି। ମନୋଚିତ୍ର ନିର୍ମାଣ କରନ୍ତୁ। ଏଇ ଫାଷ୍ଟ ଏଡ୍ ବକ୍ସ ଭିତରୁ ଆମେ କଟରଟିଏ ବା ଛୁରୀଟିଏ ବାହାର କରୁଛନ୍ତି। ମୁଁ ଯାହା ଆପଣଙ୍କୁ ଦେଇଛି, କଳ୍ପନା କରନ୍ତୁ ମୁଁ ଯୋଉ ଫାଷ୍ଟ ଏଡ୍ ବକ୍ସ ଦେଇଛି, ସେ ଫାଷ୍ଟ ଏଡ୍ ବକ୍ସ ଭିତରେ ଗୋଟିଏ କଟର ବା ଛୁରୀ ରହିଛି। ସେ ଛୁରୀକୁ ବର୍ତ୍ତମାନ ବାହାର କରନ୍ତୁ। ସର୍ବପ୍ରଥମେ ଆମର ସହସ୍ତାର ଚକ୍ର, ଆମର କ୍ରାଉନ ଚକ୍ରରେ ଆମେ ଗୋଟିଏ ହୋଲ କରୁଛନ୍ତି। ଆମେ ହୋଲ କରିଲେ ହିଁ ଏଇ ନାଡି ଶୋଧନ ପ୍ରକ୍ରିୟାକୁ ଆମେ ଯାଉଛନ୍ତି। ଆମେ ଏକ କସ୍ମିକ ଏନର୍ଜିକୁ ରିସିଭ କରିବା। ସମ୍ପୂର୍ଣ୍ଣ ମନୋଚିତ୍ରରେ ଆମେ ଆମର ସହସ୍ତାର ଚକ୍ରରେ ଏକ ହୋଲ୍ଡ କରୁଛନ୍ତି। ସେ ବ୍ରହ୍ମରନ୍ଧ୍ର ଠାରେ ଧ୍ୟାନ ଦିଅନ୍ତୁ। ଧୀରେ ଧୀରେ ଆମେ ସେ ଜାଗାରେ ଯଦି ମନୋଚିତ୍ରରେ ଆମେ ହୋଲ କରୁନାହାନ୍ତି, ତ ଆମର ନାଡି ଶୋଧନ ହେଇପାରିବନି। ଏଇଭଳି ପ୍ରକ୍ରିୟା ଦ୍ୱାରା ଆମର ମୁନି ଋଷିମାନେ ପୂର୍ବ କାଳରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ରଖୁଥିଲେ। ସାରା ରୋଗ, ସାରା କ୍ଲେଶ, ସାରା ଭୟ ଦୂର କରୁଥିଲେ। ଏବେ ସୁନ୍ଦର ଭାବରେ ଆମେ ସେଠି ହୋଲ କରିସାରିଛନ୍ତି। ଆମର ଆଜ୍ଞା ଚକ୍ରକୁ ଆସୁଛନ୍ତି। ଆମେ ଆଜ୍ଞା ଚକ୍ରରେ ଏକ ହୋଲ କରୁଛନ୍ତି। ଏକ ବିନ୍ଦୁ ସାଇଜର କଟ କରୁଛନ୍ତି। ଆମେ ବିନ୍ଦୁ ସାଇଜର। ଏବେ ସମସ୍ତ ଧ୍ୟାନ ଆମର ରାଇଟ ଲେଗ, ଆମର ଡାହାଣ ପାଦ ଉପରେ ଆମେ ରଖୁଛନ୍ତି। ଡାହାଣ ପାଦର ତଳ ପାଦର ପଞ୍ଝାରେ ଆମେ ଗୋଟିଏ ହୋଲ କରୁଛନ୍ତି। ଏବଂ ସୁନ୍ଦର ଭାବରେ ଏଇ 72,000 ନାଡିରୁ ଗୋଟିଏ ନାଡିକୁ ଧୀରେ ଧୀରେ ଆମେ ଭିଡୁଛନ୍ତି, ସେ ଗାତ ପାଖରେ ରଖୁଛନ୍ତି। ଆମେ ସମ୍ପୂର୍ଣ୍ଣ ବିଶ୍ରାମ ସ୍ଥିତିରେ ରହିଛନ୍ତି। ସମସ୍ତେ ଆମେ ସେ 72,000 ନାଡିକୁ ଆମେ ଅନୁଭବ କରୁଛନ୍ତି। ସେ 72,000 ନାଡି ପୁରା ଶରୀରରେ ଆମର ଖେଳିକି ରହିଛନ୍ତି, ବିସ୍ତାର ରୂପରେ ରହିଛନ୍ତି। ସେ ନାଡି ଭିତରୁ ଗୋଟିଏ ନାଡିକୁ ଆମେ, ଆମ ଶରୀର ସହିତ କନେକ୍ସନ ଅଛି, କିନ୍ତୁ ଗୋଟିଏ ନାଡିକୁ ଆମେ ସୂତା ସ୍ୱରୂପ ଭିଡି ସେ ଗାତରେ ରଖୁଛନ୍ତି। ସେଇ ନାଡି ସାହାଯ୍ୟରେ ଆଜି ଆମେ ଆମର ସମସ୍ତ ରୋଗ, ସମସ୍ତ ଶୋକ, ସମସ୍ତ ଭୟ, ସମସ୍ତ ବ୍ୟାଧିକୁ ଆମେ ଛାଡି ଦଉଛନ୍ତି। ପୁରା ଶାନ୍ତ ରହିଛନ୍ତି। ମନକୁ ସମ୍ପୂର୍ଣ୍ଣ ଭାବରେ ଶାନ୍ତ ରଖିଛନ୍ତି। ପୁଣି ଶାନ୍ତ ଅବସ୍ଥାକୁ ଆମେ ଆସୁଛନ୍ତି। ଆମ ଶରୀରର ଭିତର ପ୍ରଦେଶକୁ, ଅନ୍ଦରକୁ ଆମେ ଦର୍ଶନ କରୁଛନ୍ତି। ଦର୍ଶନ କରୁଛନ୍ତି ଆମର ମଥାକୁ, ଦର୍ଶନ କରୁଛନ୍ତି ଆମର କଣ୍ଠ ପ୍ରଦେଶକୁ, ଦର୍ଶନ କରୁଛନ୍ତି ଆମର ହାର୍ଟକୁ, ଦର୍ଶନ କରୁଛନ୍ତି ଆମର ମଣିପୁରା ଚକ୍ରକୁ, ଦର୍ଶନ କରୁଛନ୍ତି ସମ୍ପୂର୍ଣ୍ଣ ଶରୀରକୁ ଆମେ ଦର୍ଶନ କରୁଛନ୍ତି। ଆମର ଭୋକାଲ କର୍ଡକୁ ଆମେ ଦର୍ଶନ କରୁଛନ୍ତି, ଥାଇରଏଡ ଗ୍ଲାଣ୍ଡକୁ ଦର୍ଶନ କରୁଛନ୍ତି, ହାର୍ଟ ଚକ୍ରକୁ ଦର୍ଶନ କରୁଛନ୍ତି। ପୁରା ଶାନ୍ତ ରହିଛନ୍ତି।
ଆମର ହୃଦୟ ଚକ୍ର ଉପରେ ଆମର ଧ୍ୟାନ ରଖୁଛନ୍ତି, ମଣିପୁରା ଚକ୍ର ଉପରେ ଆମେ ଧ୍ୟାନ ରଖୁଛନ୍ତି। ଏଇ ମଣିପୁରା ଚକ୍ର ଉପରେ ଆମେ ଏବେ ଏକ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଯାଉଛନ୍ତି, ଯାହା ହଉଛି 72,000 ନାଡିର ଏକ ଜଙ୍କସନ, ମଣିମାନଙ୍କର ପୁର। ଏକ ଦୀର୍ଘ ଶ୍ୱାସକୁ ଆମେ ଗ୍ରହଣ କରୁଛନ୍ତି, ସେ ନାଡି ପାଖରେ, ସେ ମଣିପୁରା ଚକ୍ର ପାଖରେ ଆମେ ହୋଲ୍ଡ କରୁଛନ୍ତି। ଅନୁଭବ କରୁଛନ୍ତି ପ୍ରତିଟି ନାଡି ଆମର ସକ୍ରିୟ ହେଇସାରିଛନ୍ତି। ସେଇ ନାଡି ମାନଙ୍କର ସାହାଯ୍ୟରେ, ସେ ନାଡି ମାଧ୍ୟମରେ ଆମେ ସେ ପ୍ରାଣଦାୟିନୀ ଶକ୍ତିକୁ ଅନୁଭବ କରୁଛନ୍ତି। ଆମେ ଦର୍ଶନ କରୁଛନ୍ତି ଆମର ସ୍ୱାଧିଷ୍ଠାନ ଚକ୍ରକୁ, ଦର୍ଶନ କରୁଛନ୍ତି ଆମର ରୁଟ ଚକ୍ରକୁ। ଏବେ ଆମେ ମସ୍ତିଷ୍କକୁ ଦେଖୁଛନ୍ତି। ଓ ସୁନ୍ଦର ଭାବରେ ଆମେ ମନ ଦର୍ଶନ କରୁଛନ୍ତି, ସୁନ୍ଦର ଭାବରେ ଆମେ ଅନ୍ତର ପ୍ରଦେଶରେ ରହିଛନ୍ତି। ଆମ ମସ୍ତିଷ୍କକୁ ଆମେ ଦର୍ଶନ କରୁଛନ୍ତି। ଓ ଏଠାରେ କେତେ ଜନ୍ମର ବିଚାର ଭରି ରହିଛି, ଅନେକ ଜନ୍ମର ବିଚାର ସେଠାରେ ଭରି ରହିଛି। ସାରା ମସ୍ତିଷ୍କ ପୁରା ହ୍ୟାଙ୍ଗ ଅବସ୍ଥାରେ ଅଛି। ସାରା ମସ୍ତିଷ୍କ ପୁରା ହ୍ୟାଙ୍ଗ ଅବସ୍ଥାରେ ଅଛି। ଓ ମୁଁ ପୂର୍ବ ଜନ୍ମରେ କଣ କରିଥିଲି, ମୁଁ କଣ କରି ଆସିଛି, ମୋର ପୂର୍ବ ଜନ୍ମ ଗୁଡିକରେ ମୁଁ କଣ କରି ଆସିଛି, ସମସ୍ତ ପାଷ୍ଟ ଅବସ୍ଥା ସେଇଠାରେ ଭରପୁର ରହିଛି। ତାକୁ ଆମେ ଅନ୍ତର ଦୃଷ୍ଟିରେ ଦେଖିବା ପାଇଁ ଚେଷ୍ଟା କରୁଛନ୍ତି। ସୁନ୍ଦର ଭାବରେ ଅନୁଭବ ହଉଛି ପୂର୍ବ ଜନ୍ମ ଗୁଡିକ ଆମେ କୋଉ ଭଳି ଭାବରେ ବିତେଇଛନ୍ତି। ଏସବୁ ଧୀରେ ଧୀରେ ଆମେ ଦେଖିବାକୁ ଲାଗୁଛନ୍ତି। ଆଜି ମସ୍ତିଷ୍କର ସାରା ବିଚାରକୁ, ଆମ ପାଖରେ ଥିବା ସାରା ବିଚାରକୁ, ସାରା ଭାବନାକୁ ଆମେ ବାହାର କରି ସେ ଗାତକୁ ନେଇ ଯାଉଛନ୍ତି। ଏଇ ୟୁନିଭର୍ସକୁ ଛାଡି ଦଉଛନ୍ତି। ଏଇ ଧରିତ୍ରୀ ମାତାକୁ ବନ୍ଦନା କରୁଛନ୍ତି। ହେ ମା, ମୋ ପାଖରେ ଭରା ଥିବା ଏଇ ପୂର୍ବ ଜନ୍ମର ଏଇ ସ୍ମୃତି ଗୁଡିକୁ, ଯାହା ମତେ ପ୍ରତିଟି ସମୟରେ, ପ୍ରତିଟି ମୁହୂର୍ତ୍ତରେ ମତେ ରୋକ ଦଉଛି, ସେଗୁଡାକ ସବୁ ତୋ କୋଳରେ ମୁଁ ଆଜି ଛାଡିଦେବି। ମତେ କୃପା କରନ୍ତୁ ମା, ମତେ କୃପା କରନ୍ତୁ। ପୁରା ଶାନ୍ତ ରହିଛନ୍ତି ଆମେ। ଆମର ଜନ୍ମ କେମିତି ହେଲା, ଆମେ କୋଉଠାରୁ ଆସିଲେ, କେମିତି ଆସିଲେ, ଚାଲନ୍ତୁ ଆମେ ପହଞ୍ଚିବା ସେ କଲ୍ୟାଣକାରୀ ମାର ଉପକାରକୁ ଜାଣିବା ପାଇଁ। ଆମେ ନିବେଦନ କରୁଛନ୍ତି, ସମସ୍ତ ପୂର୍ବ ଜନ୍ମର କର୍ମ ଫଳ ଆମ ପାଖରେ ଯୋଉ ଗଚ୍ଛିତ ରହିଛନ୍ତି, ସେ ପୂର୍ବ ଜନ୍ମର ଯାହା ଅହେତୁକ କର୍ମ ଫଳ, ଯାହା ଆମକୁ ପ୍ରତିଟି ସମୟରେ ରୋକ ଦଉଛି, ତାକୁ ଛାଡିଦବା ପାଇଁ ଆଜି ଆମେ ସମ୍ପୂର୍ଣ୍ଣ ଭାବରେ ତୟାର ଅଛନ୍ତି। ସେ ମାକୁ ଆମେ ନିବେଦନ କରୁଛନ୍ତି, ଧରିତ୍ରୀ ମାକୁ ନିବେଦନ କରୁଛନ୍ତି, ନିବେଦନ କରୁଛନ୍ତି ଆମର ଭାରତ ମାକୁ, ନିବେଦନ କରୁଛନ୍ତି ଆମର ଜନ୍ମଦାତ୍ରୀଙ୍କୁ। କୋଉଭଳି ଭାବରେ ସେ କଲ୍ୟାଣକାରୀ ମା ଆମକୁ ନିଜ କୋଳରେ, ନିଜ ପଣତ କାନି ତଳେ ସେଇ ମମତାମୟୀ ମା ଆମକୁ ରଖିଛି। ଚାଲନ୍ତୁ ଅତି ଶାନ୍ତିରେ ଚାଲନ୍ତୁ, ସେଇ ସମୟକୁ ଚାଲି ଯାଆନ୍ତୁ କି ଆମେ ମନଚିତ୍ରରେ କଳ୍ପନା କରୁଛନ୍ତି, ଅତି ସୁନ୍ଦର ଭାବରେ ଆମେ ମୋର ଜନ୍ମଦାତ୍ରୀ ମା, ମୋର ଗର୍ଭଧାରିଣୀ ମାଙ୍କର ଗର୍ଭ ଭିତରେ ରହିଛନ୍ତି। ଏ ପୁନର୍ଜନ୍ମକୁ ସମ୍ପୂର୍ଣ୍ଣ ଭାବରେ ନିଜ ସହିତ ନିଅନ୍ତୁ। ଏକ ପୁନର୍ଜନ୍ମ ନବା ପାଇଁ ଆମେ ଯାଉଛନ୍ତି ଆମର ଚେତନା ଶକ୍ତିରେ, ଆମର ମାନସିକ ଶକ୍ତିରେ। ଅତି ସୁନ୍ଦର ଭାବରେ ଆମେ ମାର ଗର୍ଭ ଭିତରେ ରହିଛନ୍ତି, ଅନୁଭବ କରନ୍ତୁ। ମାର ଗର୍ଭ ଅବସ୍ଥାକୁ ବୁଝି ଯାଆନ୍ତୁ, ଗର୍ଭ ଅବସ୍ଥାରେ ପହଞ୍ଚି ଯାଆନ୍ତୁ। କିଭଳି ପ୍ରତିଟି ପାଦରେ, ପ୍ରତିଟି ଶ୍ୱାସରେ
ପ୍ରତିଟି ଶ୍ୱାସ ସେଇ ମା ଆମ ପାଇଁ ଆମ ହିସାବରେ ପ୍ରତିଟି ଶ୍ୱାସ ନଉଛି। ସେ ମାର ଚରଣ ପାଦ ତଳେ ଚରଣ ତଳେ କୋଟି କୋଟି ବନ୍ଦନା ଆମେ କରୁଛନ୍ତି। କେତେ ଯେ କଷ୍ଟ ଆମ ପାଇଁ ସହିଛନ୍ତି। ପ୍ରତିଟି ସମୟରେ ଛୁଆଟିଏ ଗର୍ଭରେ ରଖି କୋଉଭଳି ଭାବରେ ଖୁସି ହଉଛନ୍ତି ମାଙ୍କର ସେଇ ଅବସ୍ଥାକୁ ଆମେ ଦର୍ଶନ କରୁଛନ୍ତି। ପ୍ରତିଟି ଶ୍ୱାସରେ ପ୍ରତିଟି ମୁହୂର୍ତ୍ତରେ ଆମକୁ ଜଗି ରଖିଛନ୍ତି ସେ ମାଙ୍କର ଚରଣ ତଳେ କୋଟି କୋଟି ବନ୍ଦନା ଆମେ କରୁଛନ୍ତି। ବହୁତ ବହୁତ ଖୁସି ଆମେ ହଉଛନ୍ତି। ଆମ ହିସାବରେ ଭୋଜନ କରୁଛନ୍ତି। ଥରେ ତ ଅନୁଭବ କରନ୍ତୁ ଆମକୁ ଏଇ ସୃଷ୍ଟିକୁ ଆଣିବା ପାଇଁ ପ୍ରତିଦିନ ଆମ ହିସାବରେ ଭୋଜନ କରୁଛନ୍ତି। ଅନେକ ଭୋଜନକୁ ତ୍ୟାଗ କରୁଛନ୍ତି। ବାସ୍ ପ୍ରତିଟି ଦିନ ଆମ ହିସାବରେ ବଞ୍ଚୁଛନ୍ତି। ଧୀରେ ଧୀରେ ଆମେ ସେ ଭିତରେ ବଢୁଛନ୍ତି। ଆଜି ଆକୁଳ ନିବେଦନ କରୁଛନ୍ତି ମା ମତେ ବାହାରକୁ ଆସିବାକୁ ସୁଯୋଗ ଦିଅନ୍ତୁ ମା। ମୁଁ ଏ ଦୁନିଆକୁ ଦେଖିବାକୁ ଚାହୁଁଛି ମା। ମୁଁ ମୋ ନିଜ ଆଖିରେ ତୁମକୁ ଦେଖିବାକୁ ଚାହୁଁଛି ମା। ବାସ୍ ଅନୁଭବ କରନ୍ତୁ ସେ ପ୍ରସବ ବେଦନାକୁ କୋଉଭଳି ଭାବରେ ଦୀର୍ଘ ଶ୍ୱାସ ଗ୍ରହଣ କରୁଛନ୍ତି ଆମକୁ ବା ସେଇ ସନ୍ତାନକୁ ସୃଷ୍ଟିକୁ ଆଣିବା ପାଇଁ। ସେ ପ୍ରସବ ବେଦନାକୁ ଅନୁଭବ କରନ୍ତୁ। ସେ ବେଦନାକୁ ଥରେ ତ ଅନୁଭବ କଲେ ମାଙ୍କ ପାଇଁ ସବୁବେଳେ ସବୁ ସମୟରେ ଆମର ମଥା ନତ ହେଇଯାଏ। ନିଜର ପୂର୍ବ କର୍ମକୁ ଭୁଲିବା ପାଇଁ ପୂର୍ବ ସ୍ମୃତିକୁ ବାହାର କରିବା ପାଇଁ ଆଜି ମାଙ୍କର ସେ ପ୍ରସବ ବେଦନାକୁ ଆମେ ଅନୁଭବ କରୁଛନ୍ତି। ଅତି କଷ୍ଟରେ ସହି ଚାଲିଛନ୍ତି ଆମକୁ ଜନ୍ମ ଦେବା ପାଇଁ ସେଇ ପ୍ରସବ ବେଦନାକୁ। ହେ ମା ହେ ମା ମାର ଏଇ ପ୍ରସବ ବେଦନାକୁ ଆମେ ଅନୁଭବ କରୁଛନ୍ତି। ଓ ଜନ୍ମ ନେଲା କ୍ଷଣି ଆମେ ଅତି ସୁନ୍ଦର ଭାବରେ ସେଇ ପିଣ୍ଡୁଳାକୁ ବାହାରକୁ ବାହାର କରିଛନ୍ତି। ସୃଷ୍ଟିକୁ ଏକ ଅମୂଲ୍ୟ ଦାନ ଦେଇଛନ୍ତି ଆମକୁ। ଯେତେବେଳେ ସୃଷ୍ଟିକୁ ଆଣୁଛନ୍ତି ତତ୍କ୍ଷଣାତ୍ ଅନୁଭବ କରନ୍ତୁ ସେଇ ମୁହୂର୍ତ୍ତକୁ। କେତେ ଯେ ପ୍ରସବ ବେଦନା ଗୋଟିଏ କ୍ଷଣରେ ଭୁଲି ଯାଇଛନ୍ତି। ଆମର କ୍ରନ୍ଦନ ଶୁଣି ପୁଣି ଖୁସି ହେଇ ସାରିଛନ୍ତି ତାଙ୍କର ଏ ଅମୂଲ୍ୟ ରତ୍ନକୁ ସୃଷ୍ଟିକୁ ଦେଇ। ସାରା କଷ୍ଟକୁ ଭୁଲି ଯାଇଛନ୍ତି। ପୁରା ଆନନ୍ଦରେ ଭରି ଯାଇଛନ୍ତି। ଆଉ ଠିକ ସେଇ ସମୟରେ ଆମେ କାନ୍ଦି ଚାଲିଛନ୍ତି। ସେଇ ତ ଗୋଟିଏ ସମୟ ଯୋଉ ସମୟରେ ଆମର କାନ୍ଦ ଶୁଣି ବା ଛୁଆର କାନ୍ଦ ଶୁଣି ମା ଖୁସିରେ ଭରିଯାଏ। ସେ ସମୟକୁ ଅପେକ୍ଷା କରିଥାଏ ସେଇ ମା ଛୁଆର କାନ୍ଦ ଟିକିଏ ଶୁଣିବା ପାଇଁ। ଅନ୍ୟ ପ୍ରତିଟି ସମୟରେ ଛୁଆର କାନ୍ଦ ଶୁଣିଲେ ତା ଛାତି ଭିତରେ କୋହ ଭରିଯାଏ। କିନ୍ତୁ ସେ ଗୋଟିଏ ସମୟ ଯୋଉ ସମୟରେ ଛୁଆର କାନ୍ଦ ଶୁଣି ସେ ଖୁସି ହୁଏ ସେ ସମୟକୁ ଅନୁଭବ କରନ୍ତୁ। ସେଇ ସମୟ ଭିତରେ ଆମେ ରହିଛନ୍ତି। କାନ୍ଦି ଚାଲିଛନ୍ତି ଆମେ ମାର ଚେହେରାକୁ ଦେଖି ଚାଲିଛନ୍ତି। ଓ ମା ଓ ମା ମୁଁ ସବୁ ଜନ୍ମରେ ଜନ୍ମ ଜନ୍ମରେ ତୁମ ପାଖରେ ଋଣୀ ହେଇସାରିଛି ମା। ମୋର ସମସ୍ତ ଭୁଲ ସମସ୍ତ ଅପରାଧକୁ ମତେ କ୍ଷମା କରିଦିଅନ୍ତୁ ମା। ମତେ କ୍ଷମା କରିଦିଅନ୍ତୁ। ଧୀରେ ଧୀରେ ଆମେ ବଡ ହଉଛନ୍ତି। ଧୀରେ ଧୀରେ ଆମେ ବଡ ହଉଛନ୍ତି। ଆଜିର ସ୍ଥିତିର ଆଜିର ଅବସ୍ଥାରେ ପହଞ୍ଚି ଯାଇଛନ୍ତି। ତ ଭୁଲି ଗଲେ ସେଇ ସ୍ଥିତିକୁ ସେଇ ମାକୁ ସେଇ ପିତାଙ୍କୁ ଭୁଲି ଯାଇଛନ୍ତି। ଯେତେବେଳେ ଆମେ ଗର୍ଭରେ ଥିଲେ ସେତେବେଳେ ପ୍ରତିଟି ଶ୍ୱାସରେ ସେ ଆମର ଶୁଭ ମନାସୁଥିଲା। ପ୍ରତିଟି ଶ୍ୱାସକୁ ଆମ ହିସାବରେ ନଉଥିଲା। ପ୍ରତିଟି ଖାଦ୍ୟକୁ ଆମ ପାଇଁ ଗ୍ରହଣ କରୁଥିଲା। ଏ ସୃଷ୍ଟିକୁ ଆଣିବା ପାଇଁ ପ୍ରତିଟି ମୁହୂର୍ତ୍ତକୁ ବାଜି ଲଗେଇ ଦେଇଥିଲା। ଭୁଲି ଯାଉଥିଲା ନିଜକୁ। ଆମ ହିସାବରେ ଖାଉଥିଲା ଆମ ହିସାବରେ ପିଉଥିଲା ଆମ ହିସାବରେ ଶୋଉଥିଲା। ହେ ମା ଏ ପାପୀ ଆତ୍ମା ବହୁତ କିଛି ପାପ କରିଛି। ହେ ମା
ମୁଁ ତ ପୂର୍ବ ଜନ୍ମର କର୍ମ ଫଳକୁ ନେଇ ଆସିଛି। ଏ ଜନ୍ମରେ ବି ଅନେକ ପାପ କରୁଛି। ଆଜି ଏ ସାରା କି ସାରା ପାପକୁ, ଏ ସାରା କି ସାରା ମାନସିକ ଦୁର୍ବଳତାକୁ, ଏ ଅହଙ୍କାରକୁ, ଏଇ ହିଂସାକୁ, ଏଇ ଗର୍ବକୁ, ଏଇ ଦ୍ୱେଷକୁ, ଏଇ କ୍ଲେଶକୁ ସମସ୍ତଙ୍କୁ ଏକାଠି କରି ମତେ ଆଶୀଷ ଦେ ମା। ମତେ ସାହସ ଦେ ମା, ମତେ ବୀରତ୍ୱ ଦେ ମା। ଆପଣଙ୍କ ଆଶୀର୍ବାଦରେ ସମସ୍ତଙ୍କୁ ଏକାଠି କରି ମୁଁ ସେଇ ୟୁନିଭର୍ସକୁ ଦେଇ ଦଉଛି। ପୁରା ଦମ ଲଗେଇ ଦିଅନ୍ତୁ। ପୁରା ଏକ ଦୀର୍ଘ ଶ୍ୱାସରେ ସମସ୍ତ କଥାକୁ ଆପଣଙ୍କର ସେ ନାଡି ସାହାଯ୍ୟରେ ଗାତ ଭିତରକୁ ଛାଡି ଦିଅନ୍ତୁ। ସୁନ୍ଦର ଅନୁଭବ କରନ୍ତୁ। ପୁଣି ରିଲାକ୍ସ ଫିଲ୍ କରନ୍ତୁ। ଆମେ ଜନ୍ମ ଠାରୁ ଆରମ୍ଭ କରି ସୁନ୍ଦର ଭାବରେ ମାଙ୍କର ଆଶୀର୍ବାଦରେ, ମା ହିଁ ଏକ ଶକ୍ତି, ମାତୃଶକ୍ତି ହିଁ ଏକ ଶକ୍ତି ଯେ ଆମକୁ ଆଗକୁ ନେଇପାରିବ। ସୁନ୍ଦର ଭାବରେ ଆମେ ଛାଡି ଦେଇଛନ୍ତି ଆମ ଜନ୍ମ ଠାରୁ ଆରମ୍ଭ କରି ଶିକ୍ଷା ଆରମ୍ଭ, ଆମର ପ୍ରାଇମେରୀ ଏଜୁକେସନ, ଆମର ହାଇୟର ଏଜୁକେସନ, ଆମର କଲେଜ, କାହା କାହା ସହିତ କଣ ଅନାଚାର, କଣ ଦୁରାଚାର, କଣ କ୍ରୋଧ ଆମେ କରିଛନ୍ତି, ଯାହାକି ଆମ ଜୀବନରେ ଏ ଅବସରରେ ସାରା କି ସାରା ଆମକୁ କଷ୍ଟ ଦଉଛି। ସେ ଗଣ୍ଠିକୁ ଗୋଟିଏ ପରେ ଗୋଟିଏ ଖୋଲି ଚାଲନ୍ତୁ। ଅନୁଭବ ହିଁ ଆପଣଙ୍କ ପାଖରେ ରହିଛି। ଆପଣ ହିଁ ଜାଣିଛନ୍ତି କାହା ପାଖରେ କଣ ଭୁଲ କରିଛନ୍ତି। ଆପଣ ହିଁ ଜାଣିଛନ୍ତି କାହାକୁ କୋଉ ଟାଇପ ର ନିଜର ଟ୍ୟାଲେଣ୍ଟରେ ବିଟ୍ରେ କରିଛନ୍ତି। ଆପଣ ହିଁ ଜାଣିଛନ୍ତି କାହା ଜୀବନରେ ଦୁଃଖ ଭରି ଦେଇଛନ୍ତି। ଆପଣ ହିଁ ଜାଣିଛନ୍ତି କାହାର ଅମଙ୍ଗଳ କରିଛନ୍ତି। ଯାହା ଆପଣଙ୍କର ମନେ ରହୁଛି ଗୋଟିଏ ପରେ ଗୋଟିଏ କଥାକୁ ଆମେ ସୁନ୍ଦର ଭାବରେ ମନେ ରଖୁଛନ୍ତି। ସେ ଗଣ୍ଠିକୁ ଫିଟେଇ ଚାଲିଛନ୍ତି। ଏ ବ୍ରହ୍ମାଣ୍ଡକୁ ଛାଡି ଦଉଛନ୍ତି। ସେ ଗଣ୍ଠିକୁ ଖୋଲି ଦଉଛନ୍ତି। ଅତି ଖୁସିରେ ଆମେ କ୍ଷମା ଯାଚନା କରୁଛନ୍ତି ଆମର ପାଷ୍ଟ କର୍ମ ପାଇଁ। ଗୋଟିଏ ପରେ ଗୋଟିଏ ଗଣ୍ଠି ଖୋଲି ଦଉଛନ୍ତି। ଗୋଟିଏ ପରେ ଗୋଟିଏ ଗଣ୍ଠି ଖୋଲି ଦଉଛନ୍ତି। ଗୋଟିଏ ଗଣ୍ଠି ଖୋଲି ସାରିବା ପରେ ସେ ନାଡା ସାହାଯ୍ୟରେ ଅନେକ କିଛି କଚଡା ସେ ଗାତକୁ ପଳଉଛି ଆମେ ଫିଲ୍ କରୁଛନ୍ତି। ବହୁତ ସାରା ଅନୱାଣ୍ଟେଡ ଡାଟା ଏ ମାଇଣ୍ଡ ଭିତରେ ରହିଛନ୍ତି। ଆମେ ଗୋଟିଏ ପରେ ଗୋଟିଏ ଡିଲିଟ କରୁଛନ୍ତି। ମୁଁ ପୁଣି ଥରେ ଆପଣ ମାନଙ୍କୁ ସମସ୍ତଙ୍କୁ ନିବେଦନ କରୁଛି, ପୁରା କାୟ ମନ ବାକ୍ୟରେ ଆମ ନିଜ ଭିତରେ ଯୋଉ ଆତ୍ମା ରହିଛନ୍ତି, ଯୋଉ ପର୍ସନାଲ ଗଡ ରହିଛନ୍ତି, ସେଇ ଆତ୍ମା ପାଖରେ ଆତ୍ମ ସମର୍ପଣ କରିନିଅନ୍ତୁ। ସେ ଆତ୍ମା ପାଖରେ ସମ୍ପୂର୍ଣ୍ଣ ଭାବରେ ଆତ୍ମସମର୍ପଣ କରିଦିଅନ୍ତୁ। ଯେମିତି ଅପରାଧୀଟିଏ ଆତ୍ମସମର୍ପଣ କରିନିଏ। ଯୋଉଭଳି ଭାବରେ ଆତ୍ମସମର୍ପଣ କରିଦେଲା ପରେ ସମସ୍ତ ଭୁଲକୁ କ୍ଷମା କରି ଦିଆଯାଏ, ଏକ ନୂତନ ସମ୍ପର୍କ ସ୍ଥାପନ ହୁଏ। ଠିକ ସେଇଭଳି ଭାବରେ ଏଇ ଯୋଉ ଆତ୍ମ ରୂପୀ ଭଗବାନ ଆମ ପାଖରେ ବିରାଜମାନ କରିଛନ୍ତି, ତାଙ୍କ ପାଖରେ ଆତ୍ମସମର୍ପଣ କରିଦିଅନ୍ତୁ। ଏଇ ଆତ୍ମରୂପୀ ରାଘବେନ୍ଦ୍ର ସରକାର ଆମ ପାଇଁ ସାରା ସୁବିଧା କରିଦଉଛନ୍ତି। ଅତି ସୁନ୍ଦର ଭାବରେ ଆତ୍ମସମର୍ପଣ କରୁଛନ୍ତି। ଆପଣଙ୍କର ସମସ୍ତ କଥାର, ସମସ୍ତ ପ୍ରଶ୍ନର ଉତ୍ତର ଦବା ପାଇଁ ସେ ଆତ୍ମା ପ୍ରସ୍ତୁତ ରହିଛନ୍ତି। ସେ ଆତ୍ମାର ସମର୍ପଣରେ, ସେ ଆତ୍ମାର ସାମନାରେ, ସେ ଆତ୍ମାର ସାମ୍ନାରେ ଆତ୍ମସମର୍ପଣ କରିନିଅନ୍ତୁ। ସେ ଆତ୍ମାର ସାମ୍ନାରେ ଆତ୍ମସମର୍ପଣ କରୁଛନ୍ତି। ସେ ଆତ୍ମାର ସାମ୍ନାରେ ଆତ୍ମସମର୍ପଣ କରୁଛନ୍ତି। ଏଇ ନାଡି ମାଧ୍ୟମରେ ସେଇ ଗାତରେ ଆମେ ଯେତେ ବି ପାପ କରିଛନ୍ତି, ଆମ ଜାଣିବାରେ, ଆମ ନ ଜାଣିବାରେ, ଯେତେ ବି ଆମ ମିତ୍ର ମାନଙ୍କ ସହିତ, ଯେତେ ବି ଆମ ପରିବାର ସଦସ୍ୟଙ୍କ ସହିତ ଆମେ ଛଳ କରିଛନ୍ତି, କପଟ କରିଛନ୍ତି, ଗର୍ବ କରିଛନ୍ତି, ଅହଙ୍କାର କରିଛନ୍ତି, ସମସ୍ତ ଅହଙ୍କାରକୁ ପ୍ରେସର ଦିଅନ୍ତୁ। ଯେମିତି ସେ ନାଡି ସାହାଯ୍ୟରେ ସେ ବାହାରକୁ ଚାଲି ଯାଉଛନ୍ତି।
ବିନା କାରଣରେ ଆମେ ଅନେକଙ୍କ ଉପରେ ଭୁଲ ବୁଝିଛନ୍ତି। ଆଜି ସେଗୁଡ଼ିକ ସେ ଗଣ୍ଠିକୁ ଆମେ ଖୋଲି ଦଉଛନ୍ତି। ପୁଣି ଏଇ ୟୁନିଭର୍ସରୁ ଏକ ଗଭୀର ଶ୍ୱାସକୁ ଆମେ ଗ୍ରହଣ କରୁଛନ୍ତି। ଯେଉଁ ଶ୍ୱାସ ଆମ ମନରୁ, ଆମ ଶରୀରରୁ ସାରା କି ସାରା ନେଗେଟିଭକୁ ନିକାଲି ବାହାରେ ଫୋପାଡ଼ି ଦଉଛନ୍ତି। ଏ ଗଭୀର ଶ୍ୱାସ ନିଅନ୍ତୁ। ଯେଉଁଠାରେ ଏ ଗଣ୍ଠି ପଡିଛି, ଯାହା ଅନେକ ରୋଗକୁ ଉତ୍ପନ୍ନ କରୁଛି, ଏ ରୋଗର ବ୍ୟାକ୍ଟେରିଆକୁ ବାହାରେ ଫୋପାଡ଼ି ଦଉଛନ୍ତି ଆମେ। ଗଭୀର ଶ୍ୱାସକୁ ଆମେ ଗ୍ରହଣ କରୁଛନ୍ତି, ପୁଣି ଧୀରେ ଧୀରେ ଆମେ ଛାଡୁଛନ୍ତି। ସେ ଗାତରେ ଆମେ ଆମର ପ୍ରକ୍ରିୟା ସାହାଯ୍ୟରେ ଢାଳି ଦଉଛନ୍ତି, ବାହାର କରୁଛନ୍ତି ଶରୀରରୁ ଗୋଟିଏ ପରେ ଗୋଟିଏ ଗଣ୍ଠିକୁ ଖୋଲି ଦଉଛନ୍ତି। ୱାନ୍ ବାଇ ୱାନ୍ ଆମେ ସମସ୍ତ ପ୍ରକାର ହିଂସା, ଦେଶ, କ୍ଲେଶକୁ ଆମେ ଛାଡୁଛନ୍ତି। ପୁଣି ଏକ ଗଭୀର ଶ୍ୱାସ ନଉଛନ୍ତି, ଈଶ୍ୱରଙ୍କ ଉପରେ ଧ୍ୟାନ ରଖୁଛନ୍ତି। ମନେ ପକେଇ ଦିଅନ୍ତୁ, ଏ ସୁନ୍ଦର ସମୟରେ ବହୁତ ଛୋଟ ଛୋଟ କଥାରେ ଆମେ ପୀଡିତ ଅଛନ୍ତି। ସେଗୁଡ଼ିକ ଆଜି ଆମ ପାଖରେ ଆଶର ଅଛି। ସମସ୍ତ କଥାକୁ ଛାଡି ଦିଅନ୍ତୁ। ସମସ୍ତ କଥାକୁ ଛାଡି ଦିଅନ୍ତୁ, ଡିଲିଟ କରିଦିଅନ୍ତୁ। ସବୁ ମେମୋରିକୁ ଆଜି ଡ୍ରେନ୍ କରିଦିଅନ୍ତୁ। ଏ ଗାତରେ ଢାଳି ଦିଅନ୍ତୁ ପ୍ରତିଟି ମେମୋରିକୁ। ଡିଲିଟ, ଡିଲିଟ, ଡିଲିଟ। ଅନ୍ଦରରେ ଭରା ଥିବା ଯେତେ ବି ମେମୋରି, ହେ ପ୍ରଭୁ, ଆଜି ମୁଁ ଯେଉଁ କଷ୍ଟ ଭୋଗୁଛି, ହେ ଭଗବାନ, ଆଜି ମୋ ପାଖରେ ଯେଉଁ ଧନର ଅଭାବ ରହିଛି, ମୁଁ ପୂର୍ବ ଜନ୍ମରେ କିଛି ନା କିଛି ଦାନ ଦେଇଛି, କିଛି ନା କିଛି ପୁଣ୍ୟ କରିଛି, କିଛି ନା କିଛି କାହାକୁ କଷ୍ଟ ଦେଇଛି ନା, ମୁଁ କେବେ କାହା ମନରେ କଷ୍ଟ ଦେଇଛି। ମୋର ଜାଣିବାରେ, ମୋର ଅଜାଣତରେ ଯାହା ବି ମୁଁ ଭୁଲ କରିଛି, ଆଜି ଏ ସୁନ୍ଦର ସମୟରେ ଆପଣ ମୋତେ କ୍ଷମା କରି ଦଉଛନ୍ତି। ମୁଁ କେତେ ବି କଷ୍ଟ କାହାକୁ ଦେଇଛି, କେବେ ଦାନ ଦେବାକୁ ମୁଁ ଭୁଲି ଯାଇଛି, ନା କେବେ କାହାର ସେବା କରିବା ପାଇଁ ଫାଙ୍କି ଦେଇଛି, ଯୋଉଥିପାଇଁ ମୁଁ ସ୍ୱାସ୍ଥ୍ୟ ସମସ୍ୟାରେ ରହିଛି। ମୁଁ କେବେ କାହାର ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ କେବେ ବି ଫାଙ୍କି ଦେଇଛି, ଯୋଉଥିପାଇଁ ମୁଁ ଆଜି ସ୍ୱାସ୍ଥ୍ୟ ସମସ୍ୟାରେ ରହିଛି। ଏ ସୃଷ୍ଟିକୁ ପ୍ରାଣଦାୟିନୀ ଶକ୍ତି ଯୋଗେଇଥିବା କେତେ ଯେ ବୃକ୍ଷ ଦେବତାଙ୍କ ସହିତ ମୁଁ ଅନ୍ୟାୟ କରିଛି। ମୁଁ କେତେ ଯେ ବୃକ୍ଷକୁ ଶେଷ କରିଦେଇଛି। ମୋତେ କ୍ଷମା କର ପ୍ରଭୁ, ମୁଁ ପାପୀ ଅଟେ, ମୋତେ କ୍ଷମା କରିଦିଅ। କେତେ ଯେ ଲୋକଙ୍କୁ ମୁଁ କଷ୍ଟ ଦେଇଛି, ହେ ପ୍ରଭୁ, ଯେଉଁଥିପାଇଁ ଆଜି କେହି କେହି ମାନସିକ କଷ୍ଟରେ ରହିଛନ୍ତି, ଯୋଉଥିପାଇଁ ମୁଁ ଆଜି ଏତେ ମାନସିକ କଷ୍ଟରେ ରହିଛି, ଯୋଉଥିପାଇଁ ମୁଁ ଏତେ ଶାରୀରିକ କଷ୍ଟରେ ରହିଛି, ମୋତେ କ୍ଷମା କରିଦିଅନ୍ତୁ ପ୍ରଭୁ। ଯୋଉ ବି ଗଣ୍ଠିକୁ ଆପଣ ଦେଖୁଛନ୍ତି, ସେ ଗଣ୍ଠିକୁ ଗୋଟିଏ ପରେ ଗୋଟିଏ ଗଣ୍ଠି ଆପଣ ଖୋଲି ଦିଅନ୍ତୁ। ସୁନ୍ଦର ଭାବରେ ଅନୁଭବ କରୁଛନ୍ତି, ଆମେ ସେ ଗଣ୍ଠିକୁ ଖୋଲୁଛନ୍ତି। ଏ ତ ଏକ ସାଧାରଣ ଶରୀର ନୁହେଁ, ଏ ଜନ୍ମ ତ ଏକ ସାଧାରଣ ଜନ୍ମ ନୁହେଁ, ଏହା ଅନେକ ଜନ୍ମର ଗ୍ରାଫ। ସାରା ମନକୁ ବାହାର କରିଦିଅନ୍ତୁ। ଯେତେ ବି ଆପଣଙ୍କ ସାମ୍ନାକୁ ଏଇଭଳି ପୁରୁଣା ସ୍ମୃତି ଆସୁଛି, ସବୁ ବାହାର କରିଦିଅନ୍ତୁ। ମୋତେ କ୍ଷମା କରିଦିଅନ୍ତୁ ପ୍ରଭୁ, ମୋତେ କ୍ଷମା କରିଦିଅନ୍ତୁ। ମୋର ପିଛିଲା ଜନ୍ମର ସବୁ ପାପକୁ ନେଇଯାଆନ୍ତୁ, ମୋତେ କ୍ଷମା କରିଦିଅନ୍ତୁ। ଯାହା ବି ଆପଣଙ୍କ ମନରେ ଯୋଉ ଭୁଲ ବି ଆସୁଛି, ଯୋଉ ପୂର୍ବ କର୍ମ ବି ଆସୁଛି, ସବୁ କଥାକୁ ଡିଲିଟ କରନ୍ତୁ, ସେ ଗାତରେ ଢାଳି ଚାଲନ୍ତୁ। ଡିଲିଟ, ଡିଲିଟ, ୱାନ୍ ବାଇ ୱାନ୍ ଡିଲିଟ କରୁଛନ୍ତି। ଆମେ ମସ୍ତିଷ୍କକୁ ଖାଲି କରୁଛନ୍ତି। ଏଇ ସାରା ବ୍ରହ୍ମାଣ୍ଡ ଶକ୍ତିର ସାଗର ଅଟେ। ଏଇ ସାଗରରେ ପାଞ୍ଚଟି ତତ୍ଵ ଭରା ପଡିଛି, ସମ୍ପୂର୍ଣ୍ଣ ଭରପୁର ଅଛି। ଆଜି ଆମେ
ସେଇ ପାଞ୍ଚଟି ଏଲିମେଣ୍ଟର ପୂର୍ଣ୍ଣ ସାଗରରେ ଅଛନ୍ତି। ଯେଉଁ ସାଗରରେ ଆମେ ଯାହା ଚାହିଁବା ତାହା ହିଁ ପାଇବା। ଏ ବ୍ରହ୍ମାଣ୍ଡରେ ସର୍ବପ୍ରଥମ ହେଉଛନ୍ତି ଆକାଶ ତତ୍ଵ, ପରେ ଆସିଛନ୍ତି ବାୟୁ ତତ୍ଵ, ଅଗ୍ନି ତତ୍ଵ, ଜଳ ତତ୍ଵ ଓ ପୃଥିବୀ ତତ୍ଵ। ଏଇ ପାଞ୍ଚଟି ତତ୍ଵ ଭରା ପଡ଼ିଛନ୍ତି। ଏଇ ତତ୍ଵକୁ ଆମେ ଗୋଟିଏ ପରେ ଗୋଟିଏ ଏନର୍ଜିକୁ, ଏଇ ଅଲ୍ଟ୍ରା ଭାୟୋଲେଟକୁ ଆମେ ଆକର୍ଷିତ କରୁଛନ୍ତି। ଆମେ ବାଲାନ୍ସ କରିବା ଆମ ଶରୀରକୁ, ଆମ ମନକୁ। ଯୋଉ ଇନବାଲାନ୍ସ ଅଛି ଏଇ ବ୍ରହ୍ମାଣ୍ଡରୁ ଆମକୁ ସବୁ କିଛି ପ୍ରାପ୍ତ ହବ, ସବୁ କିଛି। ଏବେ ଆମେ ଏକ ତତ୍ଵକୁ ଆହ୍ୱାନ କରିବା, ଆମ ଶରୀରରେ ବାଲାନ୍ସ କରିବା। ପ୍ରଥମେ ଆମେ ଧରିତ୍ରୀ ମାତାଙ୍କୁ କଲ୍ କରିବା। କାହିଁକି ନା ପ୍ରଥମେ ଆମକୁ ମନରେ ସ୍ଥିରତା ଦରକାର। ଏଇ ସ୍ଥିରତା ଦରକାର ଆମର ହାଡ଼ ଗ୍ରନ୍ଥି, ଆମର କିଡନୀ, ଆମର ୟୁରିନାରୀ ଟ୍ରାକ୍ଟକୁ ଠିକ କରିବା ପାଇଁ। ଏ ରୁଟ୍ ଚକ୍ରରେ କେଉଁ ଏଲିମେଣ୍ଟ ଆସୁଛି? ଆର୍ଥ ଏଲିମେଣ୍ଟ ଆସୁଛି। ଏବେ ଭିଜୁଆଲାଇଜ କରନ୍ତୁ, ଭଗବାନ ସୂର୍ଯ୍ୟଙ୍କର କିରଣରୁ ଏକ ବର୍ଗାକାର ଗୋଲ୍ଡେନ ୟେଲୋ କଲରର ଏକ ଶକ୍ତି ଆସୁଛନ୍ତି, ଯୋଉଥିରେ ଲେଖା ଅଛି ଲମ୍। ପୁରା ଧ୍ୟାନରେ ଶୁଣନ୍ତୁ। ଗୋଲ୍ଡେନ ୟେଲୋ କଲରର ସ୍କ୍ୱାର ସେପର ଲମ୍ ମନ୍ତ୍ର ଶକ୍ତି ଲେଖାଥିବା ସୂର୍ଯ୍ୟ ଭଗବାନ ଆମକୁ ଦଉଛନ୍ତି। ଏଇ ଶ୍ୱାସକୁ ଏକ ଗଭୀର ଶ୍ୱାସ ମାଧ୍ୟମରେ ଶରୀରରେ ଗ୍ରହଣ କରନ୍ତୁ। ଏଇ ଶକ୍ତିକୁ ଅନୁଭବ କରନ୍ତୁ। ଭଗବାନ ସୂର୍ଯ୍ୟଙ୍କର କିରଣରେ ଲମ୍ ଲେଖାଥିବା ଏକ ବର୍ଗାକାରର ଗୋଲ୍ଡେନ ଶକ୍ତି ଆସୁଛନ୍ତି। ଆମେ ଶରୀରରେ ଗ୍ରହଣ କରୁଛନ୍ତି। ଯୋଉ ଜାଗାରେ କଷ୍ଟ ଅଛି, ଯୋଉ ଜାଗାରେ ପୀଡା ଅଛି, ଯୋଉ ଜାଗାରେ ଆମର ଅସ୍ଥି ଜନିତ କିଛି ପ୍ରୋବ୍ଲେମ ଅଛି, ତା ଗଣ୍ଠି ବାତ ହେଇପାରେ, କୋଉ ଜାଗାରେ ହାଡ ବଢିପାରେ, ମଳାଶୟରେ କିଛି ପ୍ରୋବ୍ଲେମ ଥାଇପାରେ, କିଡନୀରେ ପ୍ରୋବ୍ଲେମ ଥାଇପାରେ, ୟୁରିନାରୀ ଟ୍ରାକରେ ଥାଇପାରେ। ପ୍ରୋବ୍ଲେମ ଥାଉ ବା ପ୍ରୋବ୍ଲେମ ନଥିଲେ ବହୁତ ଭଲ, ସେ ସବୁ ଜାଗାକୁ ଆମେ ବର୍ତ୍ତମାନ ବହୁତ ସୁନ୍ଦର ଭାବରେ ଆହୁରି ଶକ୍ତିଶାଳୀ କରିପାରୁଛନ୍ତି। ତ ଏଇ ଆର୍ଥ ଏଲିମେଣ୍ଟକୁ ପୁରା ଗଭୀର ଶ୍ୱାସର ସହିତ ଅନେକ ଅନେକ ଲମ୍, ଅନେକ ଅନେକ ବର୍ଗାକାରର ଗୋଲ୍ଡେନ ୟେଲୋ କଲରର ଲମ୍ ଲେଖାଥିବା ଶକ୍ତିକୁ ଗ୍ରହଣ କରନ୍ତୁ। ଭାବନ୍ତୁ ଗୋଟେ ସିରିଜ ହେଇକି ଆମ ଶରୀର ଭିତରେ ପ୍ରବେଶ କରୁଛନ୍ତି। ପୁରା ଶାନ୍ତ ଭାବରେ ବସନ୍ତୁ, ଶୁଣନ୍ତୁ ସୁନ୍ଦର ଭାବରେ ଏବଂ ଶରୀରରେ ହିଲ୍ କରନ୍ତୁ। ଯୋଉ ଜାଗାରେ ଆମର ପ୍ରୋବ୍ଲେମ ଅଛି ସେ ଜାଗାକୁ ଏ ମନ୍ତ୍ରକୁ ନେଇଯାଆନ୍ତୁ। ଲମ୍। ଲମ୍। ପୁରା ଶାନ୍ତ ଅଛନ୍ତି, ପୁରା ସ୍ଥିର ଅଛନ୍ତି। ଗୋଟେ ପ୍ରେସର ଦିଅନ୍ତୁ ଶରୀରରେ। ଯୋଉଭଳି ଭାବରେ ଯାହା ରହିଛି ଏଭଳି ଜିନିଷ ସମସ୍ତେ ପଳଉଛନ୍ତି, ସେ ଗାତ ଭିତରକୁ ପଳଉଛନ୍ତି। ପୁରା ଶାନ୍ତ ରହିଛନ୍ତି, ପୁରା ସ୍ଥିର ରହିଛନ୍ତି, ପୁରା ଶାନ୍ତ, ସମ୍ପୂର୍ଣ୍ଣ ଶାନ୍ତ, ସମ୍ପୂର୍ଣ୍ଣ ଶାନ୍ତ। ପୁଣି ଏକ ଦୀର୍ଘ ଶ୍ୱାସ ଗ୍ରହଣ କରନ୍ତୁ। ଏକ ସୁନ୍ଦର ପ୍ରକ୍ରିୟା। ନିଜକୁ ନିଜ ଉପରେ ଧ୍ୟାନ ରଖନ୍ତୁ। ପୁରା ଶାନ୍ତ ରହିଛନ୍ତି। ଅତି ସୁନ୍ଦର ଭାବରେ ଆମ ଶରୀରରେ ଯାହା ବି ରୋଗ, ଭୟ, କ୍ଲେଶ, ବ୍ୟାଧି ରହିଛନ୍ତି
ମା ପୃଥିବୀର ଏନର୍ଜିରେ ଆମେ ସମସ୍ତ ଜିନିଷକୁ ଛାଡି ପାରିବା। ନିଜେ ନିଜ ଉପରେ ଧ୍ୟାନ ଦିଅନ୍ତୁ। ମୁଁ ଲମ୍ ଚାଣ୍ଟ କରୁଛି ଆଉ ଥରେ। ସେ ସମୟରେ ଆପଣ ଶରୀରରେ ପ୍ରେସର ଦିଅନ୍ତୁ। ପ୍ରେସର ଦେଲେ ଆମେ ଯୋଉ ନାଡାକୁ ବାହାର କରିକି ପକେଇଛନ୍ତି ସେ ଗାତ ପାଖରେ, ସେ ନାଡା ଦେଇକି ସମସ୍ତ ପ୍ରକାର କଚଡା ସେ ଗାତ ଭିତରକୁ ପଳଉଛନ୍ତି, ଅନୁଭବ କରନ୍ତୁ। ପ୍ରେସର ଦେବେ। ମୁଁ ଲମ୍ ଚାଣ୍ଟ କରୁଛି। ଲା। ବହୁତ ସୁନ୍ଦର ଭାବରେ ଆମେ ଛାଡୁଛନ୍ତି। ପୁରା ଶାନ୍ତ ରହୁଛନ୍ତି। ମୁଁ ଆଉ ଥରେ ଚାଣ୍ଟ କରୁଛି। ଗୋଟିଏ ପରେ ଗୋଟିଏ ଯାହା ବି ଆପଣଙ୍କ ପାଖରେ ସ୍ୱାସ୍ଥ୍ୟ ସମସ୍ୟା ରହିଛି, ଆପଣ ଅନୁଭବ କରୁଛନ୍ତି ସେ ନାଡି ସାହାଯ୍ୟରେ ତାହା ସେ ଗାତକୁ ପଳଉଛି। ଲମ୍। ପୁରା ପ୍ରେସର ଦେଇକି ଛାଡୁଛନ୍ତି। ପୁରା ଶାନ୍ତ। ଏବେ ଆମେ ୱାଟର ଏଲିମେଣ୍ଟକୁ ଆମେ ଇନଭାଇଟ କରିବା। ଦେଖନ୍ତୁ ଆକାଶରେ ସୁନ୍ଦର ଚନ୍ଦ୍ରମାଙ୍କୁ ଦର୍ଶନ କରନ୍ତୁ। ପୁରା ହ୍ୱାଇଟ କଲର ର ଚନ୍ଦ୍ରମା। ଚନ୍ଦ୍ରମାରୁ ଏମିତି ଏନର୍ଜିକୁ ଆମେ ଆଣୁଛନ୍ତି ଯାହା ଆମ ଶରୀରରୁ ସାରା କ୍ରୋଧ, ଆମ ଶରୀରରେ ଯୋଉ ଯୋଉ ବି ଅଗ୍ନି ଜଳୁଛି, ଏ ମନରେ ଶରୀରରେ ଏ ଅଗ୍ନିକୁ ଆମେ ଶାନ୍ତ କରିଦବା। ଚନ୍ଦ୍ର ହଉଛନ୍ତି ମନର କାରକ। ସେଇ ଚନ୍ଦ୍ରମାଙ୍କ ପାଖରେ ଆମେ କୋଟି କୋଟି ପ୍ରଣାମ କରୁଛନ୍ତି। ଯାହା ବି ଆମ ଶରୀରରେ ପ୍ରୋବ୍ଲେମ ଅଛି, ବିଶେଷ ଭାବରେ ଲିଭର ପ୍ରୋବ୍ଲେମ, କିଛି ବି ପ୍ରୋବ୍ଲେମ ଅଛି, ୟୁରିନାରୀ ବ୍ଲାଡର, ଇନଫର୍ଟିଲିଟି, ପୋଷ୍ଟେଡ ଗ୍ଲାଣ୍ଡ, କେହି କେହି ଶରୀରରେ ଆମେ ଗରମକୁ ବହୁତ ସମୟ ଅନୁଭବ କରୁଛନ୍ତି, ଆମେ ଚନ୍ଦ୍ରମାଙ୍କ ଠାରୁ ସେଇ ଶକ୍ତିକୁ ଆଣୁଛନ୍ତି, ଆଜି ତାକୁ ଛାଡୁଛନ୍ତି। ଆମେ ଅର୍ଦ୍ଧ ଚନ୍ଦ୍ରମାଙ୍କୁ ଦର୍ଶନ କରୁଛନ୍ତି ଧୀରେ ଧୀରେ। କେବେ କେବେ ପୂର୍ଣ୍ଣ ଚନ୍ଦ୍ରମାଙ୍କୁ ଦର୍ଶନ କରୁଛନ୍ତି। ଧୀରେ ଧୀରେ ଆମେ ଅର୍ଦ୍ଧ ଚନ୍ଦ୍ରମାଙ୍କୁ ଦର୍ଶନ କରୁଛୁ। ଚନ୍ଦ୍ରମାଙ୍କୁ ଆମେ ଚନ୍ଦ୍ରମାଙ୍କର ଶକ୍ତିକୁ ଧୀରେ ଧୀରେ ଆମେ ଶରୀରରେ ଗ୍ରହଣ କରୁଛନ୍ତି। ଅନୁଭବ କରନ୍ତୁ ସେ କିରଣକୁ ଆମେ ଧୀରେ ଧୀରେ ଆମ ଶରୀରରେ ଗ୍ରହଣ କରୁଛନ୍ତି। ଏ ଅମୃତ ଦାୟିନୀ ବର୍ଷାକୁ ଫିଲ୍ କରନ୍ତୁ। ଏ ଅମୃତ ଦାୟିନୀ ବର୍ଷାକୁ ଫିଲ୍ କରନ୍ତୁ। ଏ ଅମୃତକୁ ଶରୀରରେ ଗ୍ରହଣ କରୁଛନ୍ତି। ଅନୁଭବ କରୁଛନ୍ତି ଆମ ଶରୀରରୁ ସମସ୍ତ ପ୍ରକାର ରୋଗ, ସମସ୍ତ ପ୍ରକାର କ୍ଲେଶ ବାହାର କରିଦଉଛନ୍ତି। ହେ ପ୍ରଭୁ, ମୋ ଶରୀରରେ ପାଞ୍ଚଟି ତତ୍ଵକୁ ସନ୍ତୁଳନ କରିବା ପାଇଁ ମୁଁ ଆପଣଙ୍କୁ କୋଟି କୋଟି ପ୍ରଣତି କରୁଛି, କୋଟି କୋଟି ନିବେଦନ କରୁଛି। ଅତି ସୁନ୍ଦର ଭାବରେ ଆମେ ଭମ୍ ଚାଣ୍ଟ କରୁଛନ୍ତି। ତା ସହିତ ଶରୀରରେ ଯାହା ବି ମାନସିକ କ୍ଲେଶ ରହିଛି, ବିଶେଷ ଭାବରେ ଧ୍ୟାନ ଦିଅନ୍ତୁ କି ଆମର ଯେତେ ମାନସିକ କ୍ଲେଶ ରହିଛି, ଆମେ ସେ ମାନସିକ କ୍ଲେଶକୁ ସେ ନାଡି ସାହାଯ୍ୟରେ ସେ ଗାତକୁ ଛାଡି ଦଉଛନ୍ତି। ମନର କାରକ ହଉଛନ୍ତି ଚନ୍ଦ୍ରମା। ଅତି ସୁନ୍ଦର ଭାବରେ ଆମେ ସମର୍ପିତ ରହୁଛନ୍ତି। ପ୍ରେସର ଦିଅନ୍ତୁ, ମାନସିକ କ୍ଲେଶକୁ ବାହାର କରନ୍ତୁ। ଭମ୍ 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 ଭମ୍। ଭମ୍ ଭମ୍
ଏକ ସୁନ୍ଦର ସମୟ। ଆମେ ଯୋଉଠି ବି ଶାରୀରିକ ସମସ୍ୟା ଭୋଗ କରୁଛନ୍ତି, ଏଇ ପଞ୍ଚତତ୍ଵକୁ ଯେତେବେଳେ ଆମେ ଆବାହନ କରୁଛନ୍ତି ଶରୀରରେ, ସେଇ ଯୋଉ ପ୍ରାଣଦାୟିନୀ ଶକ୍ତିକୁ ଆମେ ଗ୍ରହଣ କରୁଛନ୍ତି, ଆପଣଙ୍କର ଯୋଉ ଜାଗାରେ ଶାରୀରିକ ସମସ୍ୟା ରହିଛି ପୁରା ସେଇ ଜାଗାରେ ହୋଲ୍ଡ କରନ୍ତୁ, ପୁରା ପ୍ରେସର ଦେଇକି ବାହାରକୁ ଛାଡି ଦିଅନ୍ତୁ। ଏକ ସୁନ୍ଦର ସମୟ ଆମେ ବ୍ରହ୍ମ ମୁହୂର୍ତ୍ତରେ ନଉଛନ୍ତି। ଅନୁଭବ କରୁଛନ୍ତି ଆମେ ଚନ୍ଦ୍ରମାଙ୍କର ଦର୍ଶନରେ ରହିଛନ୍ତି। ଶରୀର ଧୀରେ ଧୀରେ ଥଣ୍ଡା ଲାଗୁଛି। ଶରୀରରେ ଅମୃତର ଝରଣା ଝରିବା ଆରମ୍ଭ ହେଇଯାଇଛି। ଅମୃତର ବର୍ଷା ଆରମ୍ଭ ହେଇଗଲାଣି। ପୁରା ଶରୀରକୁ ସଫା ଭାବରେ ଅନୁଭବ କରନ୍ତୁ। ସବୁ କଚଡା ଆମେ ସେ ଗାତରେ ଢାଳି ଦଉଛନ୍ତି। ଯଦି କେହି ବସିବାରେ କିଛି କଷ୍ଟ ଭୋଗୁଛନ୍ତି, ଆରାମରେ ଶୋଇଯାଇ ପାରିବେ। ବଡି କ୍ଲିନ ଚାଲିଛି, ମାଇଣ୍ଡ କ୍ଲିନ ଚାଲିଛି, ପୁରା ଶାନ୍ତ ଭାବରେ ଆପଣଙ୍କୁ ବସିବାର ଅଛି। ଯଦି କେହି ବସି ପାରୁନାହାନ୍ତି, ଆରାମରେ ଶୋଇଯାଆନ୍ତୁ। ସମ୍ପୂର୍ଣ୍ଣ ରିଲାକ୍ସ, ସମ୍ପୂର୍ଣ୍ଣ ରିଲାକ୍ସ, ସମ୍ପୂର୍ଣ୍ଣ ରିଲାକ୍ସ, ରିଲାକ୍ସ, ରିଲାକ୍ସ। ପୁରା ଶାନ୍ତ, ପୁରା ଶାନ୍ତ। ସୁନ୍ଦର ଭାବରେ ସୁନ୍ଦର ପ୍ରକ୍ରିୟା ସହିତ ନିଜକୁ ଯୋଡି ନିଅନ୍ତୁ। ଆଜି ଶରୀରରୁ ମନରୁ ଅନେକ କଚଡାକୁ ବାହାର କରି ନିଅନ୍ତୁ। ହେ ଚନ୍ଦମାମା, ମୁଁ ଆପଣଙ୍କୁ କୋଟି ନମନ କରୁଛି। ହେ ଚନ୍ଦମାମା, ମୁଁ ଆପଣଙ୍କୁ କୋଟି ନମନ କରୁଛି। ତୁମେ ତ ଶୀତଳତା ପ୍ରଦାନ କରୁଛ, ତୁମେ ତ ମୋ ମନକୁ ଶାନ୍ତି ପ୍ରଦାନ କରୁଛ। ମୋ ମନରେ ଯାହା ବି ଜ୍ୱଳନ ଅଛି, ଆଜି ମତେ ଶାନ୍ତ କରିଦିଅନ୍ତୁ, ମତେ ଶାନ୍ତ କରିଦିଅନ୍ତୁ। ଚନ୍ଦ୍ରମାଙ୍କର ସେ କିରଣକୁ ଅନୁଭବ କରନ୍ତୁ। ପ୍ରତିଟି ଶ୍ୱାସରେ ଆମେ ଶରୀର ଭିତରକୁ ଗ୍ରହଣ କରୁଛନ୍ତି। ମୋ ମନରେ ଥିବା ସମସ୍ତ ଜ୍ୱଳନ, ଯାହା ପାଇଁ ମୁଁ ଏତେ କଷ୍ଟ ଭୋଗୁଛି, ମତେ ଜଣା ନଥିଲା କି ମତେ ଅନ୍ୟ କାହା ପାଇଁ ସିନା ମୁଁ ଜ୍ୱଳନ ସୃଷ୍ଟି କରେ, ମୁଁ କିନ୍ତୁ ଜାଣିନଥିଲି ସେ ଜ୍ୱଳନରେ ମୁଁ ନିଜେ ଭସ୍ମ ହେଇ ଚାଲିଛି। ହେ ଚନ୍ଦମାମା, ମୁଁ ଭାବେ ମୋର ବ୍ୟବହାରରେ ଅନ୍ୟ କେହି ଜଳୁଛନ୍ତି, କିନ୍ତୁ ମୁଁ ଜାଣିନଥିଲି ସେଇ ଜ୍ୱଳନରେ ମୁଁ ନିଜେ ଭସ୍ମ ହେଇ ଚାଲିଛି। ମତେ ଆଜି ଶାନ୍ତି ପ୍ରଦାନ କରନ୍ତୁ, ମତେ ଆଜି ଶାନ୍ତି ପ୍ରଦାନ କରନ୍ତୁ। ମୋ ଶରୀରରେ ମୋ ମନରେ ଉତ୍ପନ୍ନ ହଉଛି, ମତେ ଭସ୍ମ କରୁଛି। ଏବେ ମୁଁ ଅନୁଭବ କରୁଛି, ଏବେ ମୁଁ କାହା ପାଇଁ ଜଳିବିନି। ପ୍ରଭୁ ମତେ ସୃଷ୍ଟିକୁ ଆଣିଛନ୍ତି। ଏ ସୃଷ୍ଟିରେ ପ୍ରେମ ପୂର୍ଣ୍ଣ ଭରା ରହିଛନ୍ତି। ମୁଁ ତାର ବିପରୀତ ଦିଗରେ ଯିବି ନାହିଁ। ମୁଁ ନିଜକୁ ପ୍ରତିଜ୍ଞା କରୁଛି। ମତେ ଶାନ୍ତ କରନ୍ତୁ, ମତେ କ୍ଷମା କରନ୍ତୁ। ହେ ଚନ୍ଦମାମା, ମତେ କ୍ଷମା କରନ୍ତୁ, ମତେ କ୍ଷମା କରନ୍ତୁ, ମତେ କ୍ଷମା କରନ୍ତୁ। ପୁରା ଶାନ୍ତ ରହୁଛନ୍ତି, ପୁରା ରିଲାକ୍ସ ଫିଲ୍ କରୁଛନ୍ତି, ପୁରା ରିଲାକ୍ସ ଫିଲ୍ କରୁଛନ୍ତି। ଶାନ୍ତ ରହିଛନ୍ତି। ଏବେ ଆମେ ତୃତୀୟ ତତ୍ଵ, ଆମେ ଅଗ୍ନି ତତ୍ଵକୁ ଆମେ ଆହ୍ୱାନ କରୁଛନ୍ତି। ଯେଉଁ ତତ୍ଵ ପ୍ରାୟ ସମସ୍ତଙ୍କ ଠାରେ କମ୍ ଥାଏ। ଯେଉଁ ଅଗ୍ନିତତ୍ଵ ଇନବାଲାନ୍ସ ହବା କାରଣରୁ ଯେତେବେଳେ ଆମେ ତତ୍ଵକୁ ଯିବା ଜାଣିବେ, ଆମର ଶ୍ୱାସ ଚାରିଆଙ୍ଗୁଳ ଉପରକୁ ଯାଏ ନାହିଁ। ଆମର ପାଚନ ତନ୍ତ୍ର ଡିଷ୍ଟର୍ବ ହଉଛି। ସେଇ ଅଗ୍ନି ତତ୍ଵର ଇନବାଲାନ୍ସ ରୁ ଡାଇବେଟିସ୍ ବି ହଉଛି। ଭୋକ ଲାଗେ ନାହିଁ। ଭୋକ, ପେଟରେ ବିଭିନ୍ନ ପ୍ରକାର ବିକାର ତିଆରି ହୁଏ। ଆଜି ଆମେ ସେ ସାରା କି ସାରା କଚଡାକୁ ବାହାର କରିବା, ସେ ଗାତରେ ପକେଇଦବା। ଆମର ଲିଭର, ଆମର ସ୍ମଲ ଇଣ୍ଟେଷ୍ଟାଇନ, ଗଲ ବ୍ଲାଡର, କିଡନୀ, ଏସବୁରେ ହିଲିଂ କରିବା ମଣିପୁରା ଚକ୍ର ଦ୍ଵାରା। ଯେଉଁଠାରେ ଯାହା କି ଗଚ୍ଛିତ ଅଛି, ଏ ସବୁକୁ ନିକାଲିକି ଏ ଗାତରେ ଢାଳିଦବା। ଏ ବ୍ରହ୍ମାଣ୍ଡରୁ ଆମେ ସେ ତତ୍ଵକୁ ରିସିଭ କରିବା। ଆମର ଅଗ୍ନି, ଆମେ ଭଗବାନ ସୂର୍ଯ୍ୟଙ୍କୁ ଆମେ ମାନୁଛନ୍ତି। ଆମେ ସେ ଭଗବାନ ସୂର୍ଯ୍ୟଙ୍କୁ କୋଟି କୋଟି ନମନ କରୁଛନ୍ତି। ଉଦୀୟମାନ ସୂର୍ଯ୍ୟଙ୍କୁ ଦର୍ଶନ କରୁଛନ୍ତି। ହେ ସୂର୍ଯ୍ୟ ଭଗବାନ, ହେ ସକଳ ଶକ୍ତିର ଆଧାର, ଆପଣଙ୍କର ଲାଲିମା ଆଜି ମୋ ଶରୀରରେ ପ୍ରକଟ କରିଦିଅନ୍ତୁ। ଆପଣଙ୍କର ଲାଲିମା ଆଜି ମୋ ଶରୀରରେ ପ୍ରକଟ କରିଦିଅନ୍ତୁ। ଏଇ ଲାଲିମାରେ
ମୁଁ ଜାଣିଛି ଗୋଲ୍ଡ କପର ସିଲଭର ସବୁ ଖଣିଜ ପଦାର୍ଥ ଭରି ରହିଛନ୍ତି। ଏଇଥିରେ ଭିଟାମିନ୍ B12 ଅଛନ୍ତି, ଭିଟାମିନ୍ ଅଛନ୍ତି, ସବୁ କିଛି ସକଳ ଶକ୍ତିର ଆଧାର ମୋ ଶରୀରରେ ପୂର୍ଣ୍ଣ ହେଉଛି। ସୁନ୍ଦର ଭାବରେ ମତେ ପ୍ରୋଡ୍ୟୁସ କରନ୍ତୁ, ମୁଁ ଗ୍ରହଣ କରୁଛି। ହେ ପ୍ରଭୁ, ମୋ ପାଖରେ ଯାହା ବି ଡେଫିସିଏନ୍ସି ଅଛି ସବୁ ପୂରଣ ହଉଛି। ହେ ବ୍ରହ୍ମାଣ୍ଡ, ହେ ଭଗବାନ ସୂର୍ଯ୍ୟଦେବ, ତୁମେ ତ ସାକ୍ଷାତ ବ୍ରହ୍ମ ରୂପରେ ଏ ବ୍ରହ୍ମାଣ୍ଡକୁ ସଞ୍ଚାଳିତ କରୁଛନ୍ତି, ଏ ବ୍ରହ୍ମାଣ୍ଡକୁ ଉଦିତ କରୁଛନ୍ତି, ଏ ବ୍ରହ୍ମାଣ୍ଡର ଶକ୍ତିର ତରଙ୍ଗକୁ ଭରି ଦଉଛନ୍ତି, ପ୍ରତିଟି ଫୁଲ ଫଳରେ ଊର୍ଜାକୁ ସଞ୍ଚାରିତ କରୁଛନ୍ତି। ଆଜି ମୋତେ ଦୟା କରନ୍ତୁ, ମୋ ଶରୀରରେ ସମସ୍ତ ତତ୍ଵର ସନ୍ତୁଳନ କରେଇ ଦିଅନ୍ତୁ, ଯେମିତି କମଳକୁ କିରଣ ପ୍ରଦାନ କରୁଛନ୍ତି, ଠିକ ସେମିତି ସୁନ୍ଦର ଭାବରେ ଉଦୀୟମାନ ସୂର୍ଯ୍ୟଙ୍କୁ ଦର୍ଶନ କରନ୍ତୁ। ରେଡ୍ ଅରେଞ୍ଜ କଲରର ଏକ ଟ୍ରାୟାଙ୍ଗଲ ତ୍ରିଭୁଜ କଲରର ସେପକୁ ଶ୍ୱାସରେ ଗ୍ରହଣ କରନ୍ତୁ। ଏଇ ଅଗ୍ନି ରୂପୀ ତତ୍ଵକୁ ପୁରା ଶରୀରରେ ଭରି ଦିଅନ୍ତୁ। ମୁଁ ରମ୍ ମନ୍ତ୍ର ଚାଣ୍ଟ କରୁଛି, ତା ସହିତ ଆପଣ ନିଅନ୍ତୁ ସେ ଏନର୍ଜିକୁ ନେଇକି ଯାହା ବି ଶରୀରରେ ଡେଫିସିଏନ୍ସି ଅଛି ତାକୁ ଫୁଲ କରୁଛନ୍ତି ବୋଲି ଅନୁଭବ କରନ୍ତୁ, ଏବଂ ଯାହା ଶରୀରରେ କଚଡା ଅଛି ଏଇ ଅଗ୍ନି ତତ୍ଵ ଦ୍ଵାରା ଆମେ ବାହାରକୁ ବାହାର କରିଦଉଛନ୍ତି। ସୁନ୍ଦର ଭାବରେ ଫିଲ୍ କରନ୍ତୁ, ସୁନ୍ଦର ଭାବରେ ପ୍ରେସର ଦିଅନ୍ତୁ, ବାହାର କରିଦିଅନ୍ତୁ। ର ର ପୁରା ଶାନ୍ତ ଅଛନ୍ତି ଆମେ, ପୁରା ସ୍ଥିର ଅଛନ୍ତି ଆମେ। ସୁନ୍ଦର ଭାବରେ ଅନୁଭବ କରନ୍ତୁ, ସେ ଗାତରେ ଅନେକ କଚଡା ଭର୍ତ୍ତି ହେଇଛନ୍ତି। ଆମେ ବହୁତ ରିଲାକ୍ସ ଫିଲ୍ କରୁଛନ୍ତି, ପୁରା ଶାନ୍ତ ଅନୁଭବ କରୁଛନ୍ତି, ପୁରା ଶାନ୍ତ ଅନୁଭବ କରୁଛନ୍ତି। ଅତି ସୁନ୍ଦର ଭାବରେ ଅନୁଭବ କରନ୍ତୁ, ମୁଁ ଆପଣମାନଙ୍କ ପାଖରେ ରହିଛି। ଯୋଉ ନାଡିକୁ ଆମେ ସେ ଗାତକୁ ଛାଡିଥିଲେ, ସେ ନାଡିକୁ ଧୀରେ ଧୀରେ ଆପଣ ପୁଣି ଆପଣଙ୍କର ମନକ୍ରିୟାର ସାହାଯ୍ୟରେ ଭିତରକୁ ଗ୍ରହଣ କରୁଛନ୍ତି। ସମସ୍ତଙ୍କର କ୍ରାଉନ ଚକ୍ରରେ ୟୁନିଭର୍ସର ହାତ ପହଞ୍ଚୁଛି। ସେ କ୍ରାଉନ ଚକ୍ରର ହୋଲ୍ଡକୁ ଆମେ ବନ୍ଦ କରୁଛନ୍ତି। ଧୀରେ ଧୀରେ ଆଜ୍ଞା ଚକ୍ରର ହୋଲ୍ଡକୁ ଆମେ ବନ୍ଦ କରୁଛନ୍ତି। ସୁନ୍ଦର ଭାବରେ ଆମ ପାଦରେ ଯୋଉ ହୋଲ୍ଡ କରିଥିଲେ ଆମେ, ସେ ନାଡାଟି ଭିତରକୁ ଯାଇ ସାରିଛି। ଆମେ ସେ ହୋଲକୁ ବି ବନ୍ଦ କରୁଛନ୍ତି। ୟୁନିଭର୍ସର ବ୍ଲେସିଂରେ, ସେ କିରଣରେ ପୁଣି ପୂର୍ବ ଭଳି ଆମ ଶରୀର କୌଣସି ଜାଗାରେ ଆମେ ହୋଲ୍ଡ କରିଥିଲେ କିଛି ଜଣା ପଡୁନି, ପୁରା ଶାନ୍ତ ଅଛନ୍ତି। ଆମେ ବହୁତ ରିଲାକ୍ସ ଫିଲ୍ କରୁଛନ୍ତି, ବହୁତ ଶାନ୍ତ ଅନୁଭବ କରୁଛନ୍ତି। ସେ ଗାତ ଉପରେ ଆମେ ପୁଣି ମାଟି ପୂର୍ଣ୍ଣ କରୁଛନ୍ତି। ସମ୍ପୂର୍ଣ୍ଣ ଭାବରେ ମାଟି ତା ସହିତ ରହିଯାଉଛନ୍ତି। ସେ ଗାତ ଭିତରେ ସମ୍ପୂର୍ଣ୍ଣ ଭାବରେ ଆମ ମନରୁ, ଆମ ଶରୀରରୁ ବାହାରିଥିବା ସମସ୍ତ କଚଡା, ସମସ୍ତ ରୋଗ, ସମସ୍ତ କ୍ଲେଶ, ସମସ୍ତ ଭୟ, ସମସ୍ତ ବ୍ୟାଧି ସମସ୍ତେ ସେ ଗାତ ଭିତରେ ରହିଯାଇଛନ୍ତି। ଆମେ ବହୁତ ରିଲାକ୍ସ ଫିଲ୍ କରୁଛନ୍ତି। ପୁରା ଶାନ୍ତ ଅଛନ୍ତି, ପୁରା ଶାନ୍ତ ଅଛନ୍ତି। ଆମେ ଶୀତଳତାକୁ ଅନୁଭବ କରୁଛନ୍ତି। ଆମେ ସୁନ୍ଦର ଭାବରେ
ସେ କଳ୍ପ ବୃକ୍ଷ ମୂଳରେ ବସିଛନ୍ତି, ପ୍ରାର୍ଥନା କରୁଛନ୍ତି, ହେ କଳ୍ପ ବୃକ୍ଷ ଦେବତା, ଆପଣ ଆଜି ମୋତେ ଆଶ୍ରୟ ଦେଲେ। ଅନେକ ଅନେକ କୃତଜ୍ଞତା, ଅନେକ ଅନେକ ଧନ୍ୟବାଦ, ଅନେକ ଅନେକ ଧନ୍ୟବାଦ। ହେ ଜନ୍ମଦାତ୍ରୀ ମା, ତୁମେ ମୋତେ ଜନ୍ମ ଦେଲ। ହେ ଧରିତ୍ରୀ ମାତା, ତୁମେ ମୋତେ ରହିବାକୁ ସ୍ଥାନ ଦେଇଛ। ମୁଁ ମୋର ମାର ଉପକାରକୁ ଜନ୍ମ ଜନ୍ମରେ ଭୁଲି ପାରିବି ନାହିଁ। ମୁଁ ସବୁବେଳେ କୃତଜ୍ଞ। ହେ ମା, ଆଜି ମୋର ବହୁତ ଇଚ୍ଛା ଅଛି। ଆଜି ମୋର ବହୁତ ଇଚ୍ଛା ଅଛି ତୋର ମମତାର କୋଳରେ ମୋତେ ଟିକେ ଶୁଆଇ ଦେ ମା। ମୋ ମୁଣ୍ଡକୁ ଟିକେ ଆଉଁସି ଦେ ମା। ମୁଁ ଆଜି ଆରାମରେ ତୋ କୋଳରେ ଶୋଇପଡେ। ତୁମେ ତ ଜନ୍ମ ଦେଇଛ, ତୁମେ ତ ମୋତେ ଲାଳନ ପାଳନ କରୁଛ, ତୁମେ ତ ମୋତେ ସ୍ଥାନ ଦେଇଛ। ଆଜି ତୁମ କୋଳରେ ମୁଁ ଟିକେ ଶୋଇପଡେ ମା। ମୁଁ ତୁମ କୋଳରେ ଟିକେ ଶୋଇପଡେ ମା। ମୋତେ ଆଶୀର୍ବାଦ କରନ୍ତୁ ମା। ମୋ ମୁଣ୍ଡକୁ ଟିକେ ଆଉଁସି ଦିଅନ୍ତୁ। ମୋତେ ଶକ୍ତି ପ୍ରଦାନ କରନ୍ତୁ ମା। ମୋତେ ଶକ୍ତି ପ୍ରଦାନ କରନ୍ତୁ। ମୋତେ ଶକ୍ତି ପ୍ରଦାନ କରନ୍ତୁ। ଗୋଟେ ଛୋଟ ଛୁଆ ଭଳି ଆପଣ ଯୋଉ ବେଡସିଟ୍ ରଖିଥିଲେ ଆରାମରେ ଶୋଇଯାଆନ୍ତୁ। ସେକେଣ୍ଡ ବେଡସିଟ୍ ନିଜ ଉପରେ ପକେଇ ନିଅନ୍ତୁ। ପୁରା ଶାନ୍ତରେ ଅନୁଭବ କରନ୍ତୁ। ଗୋଟେ ଛୋଟିଆ ଛୁଆ ଭଳି ମାର କୋଳରେ ପୁରା ଆରାମରେ ଶୋଇଯାଆନ୍ତୁ। ସମ୍ପୂର୍ଣ୍ଣ ଆରାମରେ ଶୋଇଯାଆନ୍ତୁ। ଶବାସନ ଭଳି ଶୋଇଯାଆନ୍ତୁ। ପୁରା ଶରୀରକୁ ଢିଲା କରନ୍ତୁ। ଗଭୀର ଶ୍ୱାସ ନେଇକି ମା କୋଳରେ ଶୋଇଯାଆନ୍ତୁ। ଏଇ ସୁନ୍ଦର ସମୟରେ 5 ମିନିଟ୍ 7 ମିନିଟ୍ ଶୋଇବା ଭିତରେ 9ଟି ଜନ୍ମର, 10ଟି ଜନ୍ମର, 5ଟି ଜନ୍ମର ସମସ୍ତ କ୍ଲେଶକୁ ମା ଆପଣଙ୍କ ଠାରୁ ହରଣ କରୁଛନ୍ତି। ଏଇ ଅନୁଭବକୁ ନିଅନ୍ତୁ। ପୁରା ଶାନ୍ତ ରହିଛନ୍ତି, ପୁରା ସ୍ଥିର ରହିଛନ୍ତି। ମୋର ସମସ୍ତ କଳ୍ପନାକୁ ବାସ୍ତବ ରୂପ ଯିଏ ଦଉଛନ୍ତି, ଯୋଉ କଳ୍ପ ବୃକ୍ଷ ଦେଇଛନ୍ତି, ମୁଁ ତାଙ୍କୁ କୋଟି କୋଟି ନମନ କରୁଛି। ପୁଣି ମୁଁ ଆପଣଙ୍କୁ ନିବେଦନ କରୁଛି, ମୁଁ ଜାଣିଛି ମୋର କୃତକର୍ମ ପାଇଁ ମୁଁ ଯାହା ଯାହା କରି ଆସିଛି, ମୁଁ ଯୋଉମାନଙ୍କ ମନରେ କଷ୍ଟ ଦେଇଛି, ମୁଁ ତ କ୍ଷମାର ପାତ୍ର ନୁହେଁ। ତଥାପି ଆପଣଙ୍କର କୃପା ଦୃଷ୍ଟିରେ ଆପଣ ମୋତେ କ୍ଷମା କରିଦିଅନ୍ତୁ ପ୍ରଭୁ। ମୋତେ କ୍ଷମା କରିଦିଅନ୍ତୁ। ମୁଁ ଜାଣିନଥିଲି ଆପଣ ସ୍ୱୟଂ ନିଜେ ମୋ ଭିତରେ ବିରାଜମାନ କରିଛନ୍ତି। ପୁରା ଶାନ୍ତ ଭାବରେ ଆମେ ସେ କଳ୍ପ ବୃକ୍ଷ ମୂଳରେ କୋଟି କୋଟି ପ୍ରଣାମ କରୁଛନ୍ତି। ଯୋଉ କଳ୍ପ ବୃକ୍ଷ ଆମର ସମସ୍ତ କଳ୍ପନାକୁ ସାକାର କରିବାକୁ ଯାଉଛନ୍ତି, ସମସ୍ତ କଳ୍ପନାକୁ ସାକାର କରୁଛନ୍ତି। ପୁରା ଶାନ୍ତ ଅଛନ୍ତି, ପୁରା ସ୍ଥିର ଅଛନ୍ତି। ପୁନର୍ବାର ଆମେ ଏ ବିଶ୍ୱ ଶକ୍ତିଙ୍କୁ କୋଟି କୋଟି ପ୍ରଣାମ କରୁଛନ୍ତି। କୋଟି କୋଟି ପ୍ରଣାମ କରୁଛନ୍ତି ଆମ ଭିତରେ ଥିବା ସେଇ ସର୍ବଶକ୍ତିମାନ ଶକ୍ତିଙ୍କୁ, ସେଇ ପରମ ଶକ୍ତିଙ୍କୁ, ସେଇ ପରମାତ୍ମାଙ୍କୁ, ଆମ ଶରୀରରେ ଥିବା ସେଇ ପରମାତ୍ମାଙ୍କୁ କୋଟି କୋଟି ପ୍ରଣାମ କରୁଛନ୍ତି। କୋଟି କୋଟି ପ୍ରଣାମ କରୁଛନ୍ତି ଆମର ଜନ୍ମଦାତାଙ୍କୁ, କୋଟି କୋଟି ପ୍ରଣାମ କରୁଛନ୍ତି ଆମର ଜନ୍ମଦାତ୍ରୀଙ୍କୁ, କୋଟି କୋଟି ପ୍ରଣାମ କରୁଛନ୍ତି ଆମର ଗୁରୁଙ୍କୁ, କୋଟି କୋଟି ପ୍ରଣାମ କରୁଛନ୍ତି ଆମର ଗୁରୁଜନ ମାନଙ୍କୁ, ଆମର ବନ୍ଧୁ, ଆମର ହିତାକାଂକ୍ଷୀ, ଆମର ହିତୈଷୀ, ସେଇ ମହାନ ଶକ୍ତି ମାନଙ୍କୁ ଆମେ କୋଟି କୋଟି ପ୍ରଣାମ ସହିତ ଏଇ ସୁନ୍ଦର ସକାଳରେ ଆମେ ସମସ୍ତଙ୍କ ପାଖରେ କୃତଜ୍ଞ ରହୁଛନ୍ତି। ବହୁତ ଶାନ୍ତ ଅଛନ୍ତି, ବହୁତ ସ୍ଥିର ଅଛନ୍ତି। ସମସ୍ତଙ୍କର ପାଦ ପଦ୍ମରେ ଆମେ କୋଟି କୋଟି ପ୍ରଣାମ କରୁଛନ୍ତି। ବହୁତ ସୁନ୍ଦର ଭାବରେ ଆମେ ହାତକୁ ରବ୍ କରୁଛନ୍ତି। ଆଖି ସେଇଭଳି ବନ୍ଦ ରହିଛି। ଟିକେ ସ୍ପିଡରେ ରବ୍ କରନ୍ତୁ, ଯେମିତି ଆପଣଙ୍କର ହାତର ଉଷ୍ମତାକୁ ଅନୁଭବ କରନ୍ତୁ। ସେଇ ଶକ୍ତିକୁ ପୁରା ଆଖି ଉପରେ ନିଅନ୍ତୁ। ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ଶରୀରରେ ନିଅନ୍ତୁ। ଏ ହାତକୁ ପ୍ରଥମେ ଦର୍ଶନ କରନ୍ତୁ। ଆଖି ଧୀରେ ଧୀରେ ଖୋଲନ୍ତୁ। ଆଖିକୁ ଦର୍ଶନ କରନ୍ତୁ। ବହୁତ 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 ଧନ୍ୟବାଦ, ଧନ୍ୟବାଦ ବିଶ୍ୱ ଶକ୍ତି, ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ। ବହୁତ